नमस्कार, आदाब, सत श्री अकाल। आवर न्यूज सोर्स चैनल रो एक न्यू वीडियो देखिया पई आपण समस्तଙ୍କୁ स्वागत करूछि। मु आशुतोष। ଆମ ମାନଙ୍କ ନିତିଦିନିଆ ବ୍ୟସ୍ତବହୁଳ ଜୀବନ ଭିତରେ କିଛି ନୂଆ କଥା ଶିଖିବାକୁ ହେଲେ ନ୍ୟୁଜ ପେପର ପଢିବା ନିହାତି ଦରକାର। ହେଲେ ଏ ସବୁ ପାଇଁ ସମସ୍ତଙ୍କ ପାଖରେ ସମୟ ନ, କିନ୍ତୁ ଚିନ୍ତା କରିବାର କିଛି ନାହିଁ। ମୁଁ ଏହି ଭିଡିଓ ଜରିଆରେ ନିଜେ ପଢିବା ସହ ଶେଷରେ ସଂକ୍ଷିପ୍ତରେ ସାରାଂଶ ମଧ୍ୟ ଜଣେଇବି। ଆପଣମାନେ ମଧ୍ୟ ଭିଡିଓକୁ କିଛି କିଛି ସ୍କିପ୍ କରି ନହେଲେ ସ୍ପିଡ୍ ବଢାଇ ଶୁଣିପାରିବେ। ଆଉ ପରିଶେଷରେ ଆପଣମାନେ ମଧ୍ୟ ନିଜର ବହୁମୂଲ୍ୟ ମତାମତକୁ କମେଣ୍ଟସ୍ କରିପାରିବେ, ଯାହାଦ୍ୱାରା ଆମ ସମସ୍ତଙ୍କର ନଲେଜ ବଢିବ। ଚାଲନ୍ତୁ ଏବେ ଆରମ୍ଭ କରିବା ଓଡ଼ିଶାର କିଛି ପ୍ରମୁଖ ନ୍ୟୁଜ ପେପରରୁ। ଆଉ ହଁ, ଏଥିପାଇଁ ମୁଁ ସବୁ କ୍ରେଡିଟ୍ ସେଇ ନ୍ୟୁଜ ପେପରର ସମ୍ପାଦକ, ଲେଖକ ଏବଂ ଆମର ପ୍ରିୟ ଭିଉଅର୍ସଙ୍କୁ ସବୁ କ୍ରେଡିଟ୍ ଦେବା ପାଇଁ ଚାହେଁ। ଚାଲନ୍ତୁ ଷ୍ଟାର୍ଟ କରିବା। ପ୍ରଥମେ ଆମର ଅଛି ସମ୍ବାଦ ନ୍ୟୁଜ ପେପର। ତେଣୁକରି ସମ୍ବାଦର ସବୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଏବଂ ଲେଖକ ମାନଙ୍କୁ ମଧ୍ୟ ଏହାର ଶ୍ରେୟ ଦେବା ପାଇଁ ଚାହେଁ। ଆରମ୍ଭ କରିବା ଏବେ। ପ୍ରଥମେ ଆରମ୍ଭ କରିବା ଯେ କଣ ସବୁ ଅଛି ଆଜିର ସୁପ୍ରଭାତ ପେଜରେ। ଯେହେତୁ ଏଟା ଏକ ପିଡିଏଫ, ତେଣୁକରି ବହୁତ ତଳକୁ ଚାଲି ଯାଇଥାଏ ସୁପ୍ରଭାତ ପେଜ। ଏଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଏକ ସୁନ୍ଦର ଉକ୍ତି ଅଛି। ଆନନ୍ଦେ ବିଷାଦେ ସମଭାବେ ଥାନ୍ତି ମହତ ସ୍ୱଭାବ ଧରି, ପୂର୍ଣ୍ଣିମାରେ ଯଥା ନାଚଇ ସାଗର ଅମାବାସ୍ୟାରେ ପରି। ପରେ ଆଜିର ଇତିହାସରୁ ମାନେ କି 14 ଏପ୍ରିଲରେ କଣ ସବୁ ଘଟି ଯାଇଥିଲା ସେଇ ସବୁ ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଛି। ପ୍ରଥମ ଅଛି 1865 ମସିହାରେ ଆମେରିକୀୟ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ଉପରେ ଗୁଳିମାଡ଼, ପରଦିନ ତାଙ୍କର ପରଲୋକ ହୋଇଥିଲା। ତାପରେ 1894 ମସିହାରେ ଆଜିର ଏହି ଦିନରେ ନ୍ୟୁୟର୍କର ବିଶ୍ୱର ପ୍ରଥମ ବ୍ୟବସାୟିକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଉନ୍ମୋଚିତ ହୋଇଥିଲା। ତାପରେ 1944 ମସିହାରେ ବମ୍ବେରେ କି ଆଜିର ମୁମ୍ବାଇରେ ସେଠାରେ ଏକ ବନ୍ଦରରେ ଶକ୍ତିଶାଳୀ ବିସ୍ଫୋରଣ ଘଟି 300 ଲୋକଙ୍କର ମୃତ୍ୟୁ ଘଟିଥିଲା। ତାପରେ 1986ରେ ବାଂଲାଦେଶର ଗୋପାଳଗଞ୍ଜରେ ରେକର୍ଡ 1 କେଜି ଓଜନ ବିଶିଷ୍ଟ କୁଆପଥର ବର୍ଷାରେ 92 ଜଣଙ୍କର ମୃତ୍ୟୁ ଘଟିଥିଲା। ବାବାରେ। ତାପରେ 2003 ମସିହାରେ ମଣିଷ ଗୁଣସୂତ୍ରର ମ୍ୟାପିଂ କରିବା ଲାଗି ଆରମ୍ଭ ହୋଇଥିବା ହ୍ୟୁମାନ୍ ଜିନୋମ୍ ପ୍ରୋଜେକ୍ଟ 13 ବର୍ଷ ପରେ ସମ୍ପୂର୍ଣ୍ଣ ହୋଇଥିଲା। ମଣିଷର ଗୁଣସୂତ୍ର ମାନେ ମଣିଷର କ୍ରୋମୋଜୋମ୍ ମ୍ୟାପିଂ, DNA ମ୍ୟାପିଂ ସରି। ତାପରେ 2014 ଆଜିର ଏହି ଦିନରେ କଣ ହୋଇଥିଲା ନା ବୋକୋ ହାରାମ ଆତଙ୍କବାଦ ସଂଗଠନ ଦ୍ୱାରା ନାଇଜେରିଆର ଚିବକରୁ 276 ଜଣ ସ୍କୁଲ ଛାତ୍ରୀଙ୍କୁ ଅପହୃତ କରାଯାଇଥିଲା। ତାପରେ କିଛି ସ୍ୱାସ୍ଥ୍ୟ ମନ୍ତ୍ର ଦିଆଯାଇଛି, ଯୋଉଟା କି ଆମ ସମସ୍ତ ଦରକାର। ଆମକୁ ପ୍ରତିଦିନ କିଛି ନା କିଛି ବ୍ୟାୟାମ କରିବା ଆବଶ୍ୟକ, ଯୋଗ ମଧ୍ୟ କରିବା ଆବଶ୍ୟକ। ଆଉ ପ୍ରତିଦିନର ଜୀବନଚର୍ଯ୍ୟା ମଧ୍ୟରେ ଏହି ଦୁଇଟି ରହିବା ନିହାତି ଉପଯୋଗୀ। ଏବେ ଦେଖିବା ଅନ୍ୱେଷଣର ପୃଷ୍ଠାରେ କଣ ଦିଆଯାଇଛି। ଓଡ଼ିଶାର ଗଣକବି ଭାବରେ କିଏ ପରିଚିତ? ଓଡ଼ିଶାର ଗଣକବି ଭାବରେ କବି ବୈଷ୍ଣବ ପାଣି ପରିଚିତ। ଡୁଡୁମା ଜଳପ୍ରପାତ କେଉଁ ନଦୀରେ ସୃଷ୍ଟି ହୋଇଛି? ମାଛକୁଣ୍ଡ ନଦୀ ଏଠାରେ ସୃଷ୍ଟି ହୋଇଛି। ଲୋକସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ବୃହତ୍ତମ ଜିଲ୍ଲାଟି କେଉଁଠି? ଲୋକସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲାଟି ହେଉଛି ସବୁଠାରୁ ବୃହତ୍ତମ ଜିଲ୍ଲା। ତାପରେ ଅଛି କେଉଁ ମନ୍ଦିର ଚଡ଼କ ଯାତ୍ରା ପାଇଁ ପ୍ରସିଦ୍ଧ? ଏହା ହେଉଛି ଚନ୍ଦନେଶ୍ୱର, ଯୋଉଟା କି ଭୋଗରାଇ ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ। ଓଡ଼ିଶା ପୁଲିସ ଟ୍ରେନିଂ ସ୍କୁଲ କେଉଁଠି ରହିଛି? ନୟାଗଡ଼ରେ ରହିଛି। ଆପଣମାନେ ମଧ୍ୟ ଏଠାରେ ଦେଖିପାରିବେ ଯେ ଯାହା ବି ସବୁ ଅନ୍ୱେଷଣରେ କ୍ୱେଶ୍ଚନ ଦିଆଯାଇଛି ତାର ଉତ୍ତର ଏଠାରେ ଇନଭର୍ଟେଡଲି ଲେଖା ହେଇଛି। ଏଠି ଆପଣ ଦେଖିପାରିବେ 1 ଠୁ ନେଇକିନା ଏସବୁ କ୍ୱେଶ୍ଚନ ଆମର ଦିଆଗଲା ଏବଂ ଏଠାରେ ଉତ୍ତର ଦିଆଯାଇଛି ଯୋଉଟା କି ଇନଭର୍ଟେଡଲି ଦିଆଯାଇଛି, यानी କି ଉଲ୍ଟା କରିକିନା ଦିଆ। ତାପରେ ଆଉ ଏକ ଇଣ୍ଟରେଷ୍ଟିଂ ନ୍ୟୁଜ ଅଛି କଣ ନା ସାଙ୍ଗିଆ ପାଇଁ 3 ବର୍ଷରେ ଥରେ ଛାଡ଼ପତ୍ର, ମାନେ କି ସାଙ୍ଗିଆ ମତଲବ ଯୋଉଟା ସରନେମ ଆମେ କହିବା। ଆମମାନଙ୍କ ସମାଜରେ ପ୍ରଚଳିତ ପ୍ରଥା ଅନୁଯାୟୀ ବିବାହ ପରେ ସ୍ତ୍ରୀ ମାନେ ସ୍ୱାମୀଙ୍କ ସାଙ୍ଗିଆ ଗ୍ରହଣ କରିଥାନ୍ତି। ହଁ, ଯୋଉଟା କି ଆମେ ଦେଖୁଥାଉ ଆମର ଚତୁଃପାର୍ଶ୍ୱରେ କଣ ଘଟୁଛି କଣ ନାହିଁ। ତେବେ ଜାପାନର ଜଣେ ମହିଳା ବିବାହ ପରେ ନିଜର ସାଙ୍ଗିଆ ପରିବର୍ତ୍ତନ କରିବାକୁ ଅମଙ୍ଗ ହେବାରୁ
ସ୍ୱାମୀଙ୍କ ସହିତ ଏକ ଅବିଶ୍ୱସନୀୟ ବୁଝାମଣା କରିଛନ୍ତି। ଜାପାନର ଆଇନ ଅନୁଯାୟୀ ବିବାହ ପରେ ଦମ୍ପତିଙ୍କର ସାଙ୍ଗିଆ ସମାନ ହେବା ଦରକାର। ତେଣୁ 2016 ମସିହାରେ ବିବାହ ପୂର୍ବରୁ ସାଙ୍ଗିଆ ପରିବର୍ତ୍ତନକୁ ନେଇ ଏହି ଭାବୀ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ସ୍ୱାମୀଙ୍କ ଶେଷ ନାମ ଅନୁସାରେ ନିଜର ନାମ ପରିବର୍ତ୍ତନ କରିବାକୁ ମହିଳା ଜଣକ ରୋକଠୋକ ମନା କରିଦେଇଥିଲେ। ଶେଷରେ ସେମାନେ ଏକ ବିରଳ ଚୁକ୍ତି କରିଥିଲେ। ତାହା ହେଲା, ବିବାହର ପ୍ରଥମ 3 ବର୍ଷ ମହିଳା ସ୍ୱାମୀଙ୍କର ସାଙ୍ଗିଆ ଏବଂ ତାହାପରେ 3 ବର୍ଷ ସ୍ୱାମୀ ସ୍ତ୍ରୀଙ୍କର ସାଙ୍ଗିଆ ଗ୍ରହଣ କରିବେ। ଜାପାନରେ ବାରମ୍ବାର ନାମ ପରିବର୍ତ୍ତନ କରିବାର କଟକଣା ଥିବାରୁ ସେମାନେ 2019ରେ ପରସ୍ପରକୁ ଛାଡ଼ପତ୍ର ଦେଇ କିଛି ମାସ ପରେ ପୁନର୍ବିବାହ କରିଥିଲେ। ପୂର୍ବ ବୁଝାମଣା ଅନୁସାରେ ସ୍ୱାମୀ ନିଜ ସ୍ତ୍ରୀଙ୍କର ସାଙ୍ଗିଆ ଧାରଣ କରିଥିଲେ। ଏବେ ଦ୍ୱିତୀୟ ବିବାହକୁ 3 ବର୍ଷ ପୂରିବା ପରେ ସେମାନେ ପୁଣି ଥରେ ଛାଡ଼ପତ୍ର ଦେଇଛନ୍ତି। 2022 ଜୁନ୍ ମାସରେ ସେମାନେ ତୃତୀୟ ଥର ଲାଗି ପରସ୍ପରକୁ ବିବାହ କରିବେ। ଏଥର ମହିଳାଙ୍କ ସାଙ୍ଗିଆ ପରିବର୍ତ୍ତନ ପାଳି। ବାପାରେ, ଦୁନିଆରେ କେତେ କଣ ଚାଲିଛି, ଲୋକଙ୍କର ଏହି ସବୁଥିରେ ମଧ୍ୟ ରୁଚି ରହିଛି। ଏବେ ଦେଖିବା ଭୀମରାଓ ରାମଜୀ ଆମ୍ବେଦକର, ସ୍ୱାଧୀନତାର ଏକ ମହାନାୟକ ସେ। ଦେଖିବା ତାଙ୍କର କଣ ଏଠାରେ ଲେଖା ଯାଇଛି। ଆଧୁନିକ ଭାରତ ନିର୍ମାଣରେ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କର ଅବଦାନର ତାଲିକା ସୁଦୀର୍ଘ। ବହୁତ। ବିଶ୍ୱ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସ୍ୱାଧୀନତା ସଂଗ୍ରାମର ସବୁଠାରୁ ନିର୍ଣ୍ଣାୟକ ସମୟ ଚାଲିଥିବା ବେଳେ ଆମ୍ବେଦକର ଏକ ଭିନ୍ନ ଧରଣର ଲଢ଼େଇରେ ବ୍ୟାପୃତ ଥିଲେ। ଏହା ଥିଲା ଭାରତୀୟ ସମାଜର ସବୁଠାରୁ ନିଷ୍ପେଷିତ ବର୍ଗଙ୍କ ମୁକ୍ତି ସଂଗ୍ରାମ। କି ଯେଉଁମାନେ ସବୁ ବହୁତ ନିଷ୍ପେଷିତ ଥିଲେ, ବହୁତ କଷ୍ଟରେ ରହୁଥିଲେ, ସେମାନଙ୍କୁ କେମିତି ସାମ୍ନାକୁ ଅଣାଯିବ, ସେମାନଙ୍କୁ କେମିତି ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯିବ, ସେଥିପାଇଁ ସେ ଲଢ଼େଇ ଜାରି କରିଥିଲେ। କେହି କେହି ଏହାକୁ ବ୍ରିଟିଶ ଶାସନ ବିରୋଧୀ ଲଢ଼େଇ ଠାରୁ ଅଧିକ ବ୍ୟାପକ ଆଉ ଗଭୀର ବୋଲି ବିଶ୍ୱାସ କରନ୍ତି। ଆମ୍ବେଦକରଙ୍କର ଜୀବଦଶାରୁ ଏ ପର୍ଯ୍ୟନ୍ତ ତାଙ୍କର ନୀତି ଓ ଆଦର୍ଶ ଦେଶର କୋଟି କୋଟି ଦଳିତଙ୍କୁ ସ୍ୱାଭିମାନ, ଆତ୍ମସମ୍ମାନ ଓ ଦାୟିତ୍ୱ ସମ୍ପନ୍ନ ଜୀବନଯାପନର ପଥ ପ୍ରଦର୍ଶନ କରିଆସିଛି। ମଧ୍ୟପ୍ରଦେଶର ଏକ ମରାଠୀ ପରିବାରରେ ପିତାମାତାଙ୍କର 14ତମ ତଥା ଶେଷ ସନ୍ତାନ ରୂପେ ଆମ୍ବେଦକର 1891 ମସିହାର ଏପ୍ରିଲ 13 ତାରିଖରେ ଜନ୍ମଗ୍ରହଣ କରିଥିଲେ। 14ତମ ମାନେ କି ତାଙ୍କ ପୂର୍ବରୁ ଆହୁରି 13 ଜଣ ଭାଇ ଭଉଣୀ ମଧ୍ୟ ଥିଲେ। ତାଙ୍କ ଜୀବନ ଯେତିକି ସଂଘର୍ଷମୟ, ସେତିକି ଗରିମାମୟ। ସେ ଛୋଟ ଥିବାବେଳେ ମା ଆରପାରିକୁ ଚାଲିଗଲେ। ଅବଭିୟସଲି ଆପଣମାନେ ମଧ୍ୟ ଶୁଣିଥିବେ ଯେ ଶାହାଜାହାନଙ୍କର ପତ୍ନୀ, ସେ ମଧ୍ୟ ଏଇଭଳି ବହୁତ ପ୍ରସବ କରିବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବହୁତ ରୁଗ୍ଣ ହୋଇଯାଇଥିଲା, ଯାହାଫଳରେ କି ତାଙ୍କର ଶୀଘ୍ର ମୃତ୍ୟୁ ଘଟିଥିଲା। ଏବଂ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଶାହାଜାହାନ ବନେଇଥିଲେ ତାଜମହଲ। ସେଠି ହୁଏତ ସେଇଭଳି କିଛି ଥାଇପାରେ। ଆଉ ସେ ସମୟରେ ମଧ୍ୟ ଏତେ ସ୍ୱାସ୍ଥ୍ୟ ପ୍ରତି ଲୋକମାନେ ସଚେତନ ନଥିଲେ। ଆଚ୍ଛା, ଆଉ କଣ ଅଛି? ତାଙ୍କ ଜୀବନ ଯେତିକି ସଂଘର୍ଷମୟ, ସେତିକି ଗରିମାମୟ। ସ୍କୁଲରେ ଉଚ୍ଚ ଜାତିର ସହପାଠୀଙ୍କ ଠାରୁ ତାଙ୍କୁ ଦୂରରେ ବସିବାକୁ ପଡୁଥିଲା, କାରଣ ସେତେବେଳେ ଦରିଦ୍ର ଓ ଅଛୁଆଁ ଜାତିର ହୋଇଥିବାରୁ ସେ ଶୈଶବରୁ ସାମାଜିକ ଓ ଅର୍ଥନୈତିକ ପକ୍ଷପାତର ସମ୍ମୁଖୀନ ହୋଇଥିଲେ। ଭାଇ ଭଉଣୀ ମାନଙ୍କ ମଧ୍ୟରୁ କେବଳ ସେ ହାଇସ୍କୁଲର ପାଦ ମାଡ଼ି ପାରିଥିଲେ। 1897 ମସିହାରେ ତାଙ୍କ ପରିବାର ମୁମ୍ବାଇ ଚାଲି ଆସିଥିଲା। ସେଠାରେ ଥିବା ଏଲଫିନଷ୍ଟୋନ ହାଇସ୍କୁଲରେ એકમાત્ર ଦଳିତ ଛାତ୍ର ଭାବେ ଆମ୍ବେଦକର ଯୋଗ ଦେଇଥିଲେ। ଏଲଫିନଷ୍ଟୋନ କଲେଜରୁ ସ୍ନାତକ ମାନେ କି ଯାହାକୁ ଆମେ ଗ୍ରାଜୁଏଟ ବୋଲି କହୁଛୁ, ଗ୍ରାଜୁଏସନ କମ୍ପ୍ଲିଟ କରିବା ପରେ ଅଧ୍ୟୟନ ପାଇଁ ସେ ବିଦେଶ ଯାଇଥିଲେ। ଆମ୍ବେଦକର ବିଦେଶରୁ ଅର୍ଥନୀତିରେ ମାନେ କି ଇକୋନୋମିକ୍ସରେ PhD ହାସଲ କରିଥିବା ପ୍ରଥମ ଭାରତୀୟ ହେଲେ। 1970ରେ ସେ ଭାରତ ଫେରି ସିଡେନହମ କଲେଜରେ ପ୍ରଫେସର ରୂପେ ଯୋଗ ଦେଇଥିଲେ, କିନ୍ତୁ ସେଠାରେ ଉଚ୍ଚଶିକ୍ଷିତ ଅଧ୍ୟାପକଙ୍କ ଦ୍ୱାରା ପ୍ରଭେଦର ଶିକାର ହୋଇ ସେ ଅଧ୍ୟାପନା ବୃତ୍ତି ମଧ୍ୟ ଛାଡ଼ି ଦେଇଥିଲେ ଆଉ ପରେ ଓକିଲାତି କରିଥିଲେ। ଏହି ସମୟରେ ସେ ଦଳିତ ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। 1920ରେ ଏକ ସାପ୍ତାହିକ ମରାଠୀ ଖବରକାଗଜ ଆରମ୍ଭ କରି ଜାତିଭେଦର କଡ଼ା ସମାଲୋଚନା କରିବା ସହିତ ବୈଷମ୍ୟ ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ କରି ନିଷ୍ପେଷିତ ବର୍ଗର ପ୍ରତିନିଧି ସାଜିଥିଲେ। ଦଳିତଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ତାଙ୍କର ଉଦ୍ୟମକୁ ଦେଶର ରକ୍ଷଣଶୀଳ ଗୋଷ୍ଠୀ ଘୋର ବିରୋଧ କରିଥିଲେ, କିନ୍ତୁ ତାଙ୍କୁ ସେସବୁ କେବେ ହେଲେ ବିଚଳିତ କରିପାରିନଥିଲେ। ସେ ଦୃଢ଼ ବିଶ୍ୱାସ କରୁଥିଲେ ଯେ ସାମାଜିକ ନ୍ୟାୟ ବିନା ରାଜନୈତିକ ସ୍ୱାଧୀନତା ଜାତୀୟ ଏକତାକୁ ସୁନିଶ୍ଚିତ କରିପାରିବ ନାହିଁ। ସ୍ୱାଧୀନତା ପରେ ସେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ହୋଇଥିଲେ। ସମ୍ବିଧାନର ଖସଡ଼ା ପ୍ରସ୍ତୁତ କରିବା ଓ ଅଛୁଆଁ ଭେଦଭାବକୁ ବେଆଇନ କରିବାର ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ହିନ୍ଦୁ ଧର୍ମରେ ଅଛୁଆଁ ଭେଦଭାବର ବ୍ୟାପକତା ଦେଖି ସେ ନିରାଶ ହୋଇଥିଲେ ଏବଂ 1956ରେ ନାଗପୁର ଠାରେ 2 ଲକ୍ଷ ଦଳିତଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ଆଧୁନିକ ବୌଦ୍ଧ ଆନ୍ଦୋଳନର ସେନାପତି ମଧ୍ୟ କୁହାଯାଏ। 1956 ଡିସେମ୍ବର 6 ତାରିଖରେ ବାବା ସାହେବ
ଆମ୍ବେଦକର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସରିଗଲା ଆମର ସୁପ୍ରଭାତ ପେଜର କିଛି ଇନଫର୍ମେଟିଭ ନ୍ୟୁଜ। ଏବେ ଦେଖିବା ଆଉ କଣ ରହିଲା। ଏବେ ଆଉ ବେଶୀ କିଛି ନ ଦେଖି ଆପଣ ମାନେ ବାକି ସବୁ ନ୍ୟୁଜ ପେପରରୁ ଜାଣୁଥିବେ। ତ ଆଜି ଦିନର ସ୍ପେଶାଲିଟି ହେଲା ଆଜି ଓଡ଼ିଆ ନବବର୍ଷରେ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ସେଥିପାଇଁ ମୁଁ କ୍ଷମା ଚାହିଁବି କି ପ୍ରଥମେ ଆପଣମାନଙ୍କୁ ଏଇଥିପାଇଁ ସ୍ୱାଗତ ଜଣାଇବି। ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ନାମରେ ଏହା ମଧ୍ୟ ପରିଚିତ। ଆମେ ଓଡ଼ିଆ ନବବର୍ଷ ରୂପେ ପାଳନ କରିଥାଉ। ଟୋଟାଲ ନ୍ୟୁଜ ପେପର ଆମେ ଆକୁ ଖାଲି ଆଖି ପକେଇଦେବା। ବିଦେଶ ନ୍ୟୁଜ ଅଛି। ଯୁଦ୍ଧକୁ ନରସଂହାର କହିଲେ ବାଇଡେନ, ସତର୍କ କଲା ଫ୍ରାନ୍ସ, ଅନାବଶ୍ୟକ ଟିପ୍ପଣୀ ଯୁଦ୍ଧ ଉତ୍ତେଜନା ବଢାଇବ। ରୁଷର ବିରୋଧ, ବାଇଡେନଙ୍କ ବୟାନ କଦାପି ଗ୍ରହଣୀୟ ନୁହେଁ। ତାପରେ ଖାର୍କିଭରେ ଗୋଳା ବର୍ଷା, ଅସ୍ମୃତ। ମାରିଉପୋଲରେ 1000ରୁ ଅଧିକ ୟୁକ୍ରେନ ସୈନିକଙ୍କ ଆତ୍ମସମର୍ପଣ। ରୁଷର ଯୁଦ୍ଧାସ୍ତ୍ର କେତେ ସୁରକ୍ଷିତ? ଯୁଦ୍ଧକୁ ଅଧ୍ୟୟନ କରୁଛି ଭାରତୀୟ ସେନା। ଏସବୁକୁ ମୁଁ ଏଥିପାଇଁ ପଢୁନି ଯେ କାହିଁକି ନା ଏସବୁ ଆପଣ ଅଲରେଡି ୟୁଟ୍ୟୁବରେ ଡିଫରେଣ୍ଟ ରିସୋର୍ସରୁ ଆପଣ ମାନେ ଜାଣିଥିବେ। ଏସବୁକୁ ଆପଣ ପଢୁନାହାନ୍ତି ବା ମାନେ ପଢୁନାହାନ୍ତି କହିବି ନାହିଁ, କାହିଁକି ନା ଆମମାନଙ୍କ ବ୍ୟସ୍ତବହୁଳ ଜୀବନରେ ଏଡିଟୋରିଆଲ ପେଜ ବା ଆମର ଯୋଉଟାକୁ ସମ୍ପାଦକୀୟ ପେଜ କହୁଛେ ତାକୁ ପଢିବା ପାଇଁ ସମସ୍ତ ପାଖରେ ସେତିକି ସମୟ ନଥାଏ, ଧୈର୍ଯ୍ୟ ମଧ୍ୟ ନଥାଏ। ତ ମୁଁ ଏହାକୁ ପଢୁଛି, ମୁଁ ଚାହୁଁଛି କି ସେ ପଢିବା ସମୟରେ ଆପଣମାନଙ୍କୁ ମଧ୍ୟ ଶୁଣାଇ ଦିଏ, ଯାହା ବଦଳରେ ମୋର ମଧ୍ୟ କୌଣସି ସମୟର ଅପଚୟ ହେବ ନାହିଁ ଏବଂ ଆପଣମାନଙ୍କର ମଧ୍ୟ କୌଣସି ସମୟର ଅପଚୟ ହେବ ନାହିଁ। ଚାଲନ୍ତୁ ଦେଖିବା ଏବେ ଏଡିଟୋରିଆଲ ପେଜରେ କଣ ସବୁ ଲେଖା ହେଇଛି। ପ୍ରଥମେ ଦେଖିବା ଏକ ଛୋଟ ଷ୍ଟୋରି ଯୋଉଟାକୁ ଆମର ପତ୍ରିକା ଯାଯାବର ସେକ୍ସନରେ ସମ୍ପାଦକ ମହୋଦୟ ୟାକୁ ଲେଖନ୍ତି। ଦାମ ଓ ମୂଲ୍ୟ। ଗୋଟିଏ ସହରରୁ 2 ଜଣ ତରୁଣ ବନ୍ଧୁ ବାହାରେ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଶେଷ କରି ଫେରିଲେ। ଫେରିବା ପରେ ଜଣେ ସହରର ଉଚ୍ଚ ପଦରେ ଚାକିରି କଲା, ଆଉ ଜଣକ ଚାକିରି ବାକିରି ନ କରି ଚିତ୍ର ଆଙ୍କିବାରେ ମନ ଦେଲା। ଚିତ୍ରକର ଯୁବକର ବାପା ମାଙ୍କର ମନରେ ନିରାଶ ଦେଖାଦେଲା। ଆଚ୍ଛା, 3 ଇଡିୟଟ୍ସ ଟାଇପର ମୁଭିର ଟାଇପର ବୋଧେ, କାରଣ ସେମାନେ ଚାହୁଁଥିଲେ ତାଙ୍କ ପୁଅଟି ବି ଶିକ୍ଷା ସାରିବା ପରେ ଭଲ ଚାକିରି କରୁ ଏବଂ ପ୍ରତିଷ୍ଠିତ ହେଉ। ଚିତ୍ରକର ଯୁବକଟି ମଧ୍ୟ ଭଲ ପଢୁଥିଲା, ତେଣୁ ଆଶା ରହିବା ମଧ୍ୟ ସ୍ୱାଭାବିକ। ଏମିତି କିଛି ଦିନ ବିତିଗଲା। ଥରେ ଉଚ୍ଚ ପଦାଧିକାରୀ ଯୁବକଟି ବିଶ୍ୱବିଦ୍ୟାଳୟରେ ତାର ପ୍ରିୟତମ ଶିକ୍ଷକଙ୍କୁ ଭେଟିବାକୁ ଗଲା। ଶିକ୍ଷକ ମହାଶୟ ଯୁବକଠାରୁ ସବୁ ଶୁଣିଲେ ଏବଂ ତାର ବନ୍ଧୁଟି କିଭଳି ଚାକିରି ନ କରି ଚିତ୍ର କରିବାରେ ସମୟ ବ୍ୟୟ କରୁଛି ତାହା ମଧ୍ୟ ଜାଣିଲେ। ସବୁ ଶୁଣିବା ପରେ ଶିକ୍ଷକ କହିଲେ, ତୁମର ତ ଦାମ ବହୁତ ବଢିଛି, କିନ୍ତୁ ତୁମ ବନ୍ଧୁଟି ତାର ମୂଲ୍ୟ ବଢେଇବାରେ ଲାଗିଛି। ଯୁବକ ପଚାରିଲା, ଦାମ ଏବଂ ମୂଲ୍ୟ କଣ ଏକା କଥା ନୁହେଁ? ଶିକ୍ଷକ କିଛି କହିଲେ ନାହିଁ। ଅନେକ ବର୍ଷ ବିତିଗଲା। ଯୁବକଟି ପରିଣତ ବୟସରେ ଏକ ଅତି ଉଚ୍ଚ ପଦରେ ଅବସର ନେଲା, କିନ୍ତୁ ତାପରେ ସେ ଯେମିତି ହଠାତ୍ ଗୁରୁତ୍ୱହୀନ ହୋଇ ପଡିଲା। ପଦରେ ଥିବା ବେଳର ଗରିମା ବା ସମ୍ମାନ ଆଉ ତାକୁ ମିଳିଲା ନାହିଁ। କିନ୍ତୁ ସେତେବେଳକୁ ତାର ବନ୍ଧୁ ଜଣେ ପ୍ରବୀଣ ଚିତ୍ରକର, ତାର ଯଶ ବିଭିନ୍ନ ଦିଗରେ ବ୍ୟାପ୍ତ। ଏବେ ଅବସର ନେଇଥିବା ଯୁବକଟି ମନରେ ଶିକ୍ଷକଙ୍କ କଥା ଖେଳିଗଲା। ସତରେ ଦାମ ଏବଂ ମୂଲ୍ୟ ଭିତରେ ଏତେ ତଫାତ୍? ଦାମ ଦିନେ ଖସିଯାଏ, ଏହା ବେପାରର ମାଧ୍ୟମ ମାତ୍ର, କିନ୍ତୁ ମୂଲ୍ୟ ଏକ ଚିରନ୍ତନ ବିଷୟ, ମାନେ କି ସବୁବେଳେ ରହିଥାଏ, ଏହାର କ୍ଷୟ ନଥାଏ। ଯେମିତି ପାଣିର ମୂଲ୍ୟ କେହି ହେଲେ ଦେଇପାରିବେ ନାହିଁ, କିନ୍ତୁ ତାହା ବୋତଲ ପିଛା କେଇ ଟଙ୍କା ଦାମରେ ବିକ୍ରି ହୁଏ। ବା ବହୁତ ବଡ ଶେଷ ଧାଡିରେ ଏକ ବହୁତ ବଡ ମୂଲ୍ୟବାନ କଥା ଏଠାରେ କହିଛନ୍ତି। ଆଚ୍ଛା, ଆଉ ଏକ ଉଦ୍ଧୃତି ଅଛି ଖୁଶୱନ୍ତ ସିଂଙ୍କର, ଯାହାକି ନିୟମଟି ହେଲା ସବୁ ଦେଖିବ କିନ୍ତୁ କିଛି କହିବ ନାହିଁ, କାରଣ ପୃଥିବୀ ଦ୍ରୁତ ଗତିରେ ବଦଳୁଥାଏ। ବହୁତ ଭାଲ୍ୟୁଏବଲ ମିନିଂ, ଆଉ ଏତେ ସବୁ ରିସର୍ଚ୍ଚ ପରେ ହିଁ ଏଇ ସବୁ ଭାବନା ଆସେ। ଆଉ ଅଛି, ସ୍ନାତକ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ଯଥାର୍ଥ କି? ପ୍ରୀତିଶ ଆଚାର୍ଯ୍ୟ ଏହାକୁ ଲେଖିଛନ୍ତି। ଚଳିତ ବର୍ଷ ଠାରୁ ୟୁଜିସି ୟୁନିୟନ ଗ୍ରାଣ୍ଟ କମିଶନ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ନାତକ ଶିକ୍ଷାରେ ଆଡମିସନ ସକାଶେ ଏକ ସାଧାରଣ ପ୍ରବେଶିକ ପରୀକ୍ଷା କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଦେଶରେ ମୋଟ 45ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
ଗତ 2010 ରୁ ୟୁନିଭର୍ସିଟି ତାର ସାଧାରଣ ପ୍ରବେଶିକା ପରୀକ୍ଷା କରି ଆସୁଥିଲା, କିନ୍ତୁ ସବୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତହିଁରେ ଭାଗ ନେବା ବାଧ୍ୟତାମୂଳକ ନଥିଲା। ଫଳରେ ମାତ୍ର 14ଟି ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଆଜି ଯାଏଁ ଭାଗ ନେଉଥିଲେ। ଅନ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ୱତନ୍ତ୍ର ଭାବରେ ନିଜ ନିଜର ପ୍ରବେଶିକା ପରୀକ୍ଷା ଆୟୋଜନ କରୁଥିଲେ, କିନ୍ତୁ ଏଥର ୟୁଜିସି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କୁ ମଧ୍ୟ ସେହି ସ୍ୱାଧୀନତା ଦେଇନାହାନ୍ତି। ଫଳରେ ୟୁଜିସିର ପ୍ରବେଶିକା ପରୀକ୍ଷାରେ ଭାଗ ନେବା ପାଇଁ ସବୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଲାଗି ବାଧ୍ୟତାମୂଳକ ହୋଇଛି। ଆଚ୍ଛା, ଏହି ପ୍ରବେଶିକା ପରୀକ୍ଷା ସମୟରେ ମୁଖ୍ୟତଃ 3ଟି ଯୁକ୍ତି ଦିଆଯାଉଛି। ଗୋଟିଏ ହେଲା, ସାରା ଦେଶରେ ପରୀକ୍ଷା ହେଲେ ପିଲାମାନଙ୍କ ପ୍ରବେଶିକା ପରୀକ୍ଷା ଖର୍ଚ୍ଚ କମ୍ ହେବ, କାରଣ ସେମାନେ ଅନେକ ପରୀକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ ନାହିଁ। ପୁଣି ଗୋଟାଏ ଦିନରେ ପରୀକ୍ଷା ଅନୁଷ୍ଠିତ ହେବା କାରଣରୁ ପିଲାଙ୍କୁ ନିରନ୍ତର ପରୀକ୍ଷାର ଚାପ ନେବାକୁ ପଡ଼ିବ ନାହିଁ। ଆଉ ଦ୍ୱିତୀୟ ଯୁକ୍ତିଟି ହେଲା, ବର୍ତ୍ତମାନ ବ୍ୟବସ୍ଥାରେ ଯୁକ୍ତ 2ରେ ଅନେକ ପିଲା ଏକା ମାର୍କ ରଖୁଥିବାରୁ ସେମାନଙ୍କ ନାମଲେଖା ପ୍ରକ୍ରିୟା ଜଟିଳ ହୋଇପଡ଼ୁଛି। କମ୍ପିଟିସନ ମଧ୍ୟ ବହୁତ ବଢ଼ିଗଲାଣି। ଏହି ନୂତନ ବ୍ୟବସ୍ଥାରେ ଯୁକ୍ତ 2ର ମାର୍କ ଗୌଣ ହେବ ଏବଂ ପ୍ରବେଶିକା ପରୀକ୍ଷାରେ ମିଳୁଥିବା ନମ୍ବର ମୁଖ୍ୟ ହେବ, ମାନେ କି ଯୋଉ ମାର୍କ ଆପଣ ରଖୁଛନ୍ତି ତାର ମୂଲ୍ୟ କମ୍ ହେବ, ମାନେ କି ସିଲେକ୍ସନ ପ୍ରୋସେସରେ, ଯାହାକୁ ପିଲା ଅନ୍ୟାନ୍ୟ ସ୍ତରରେ ଉପଯୋଗ କରିପାରିବେ। ତୃତୀୟରେ, ରାଷ୍ଟ୍ର ଯେହେତୁ ଗୋଟାଏ, ତହିଁରେ ଗୋଟାଏ ପରୀକ୍ଷା ହେଲେ ସମରୂପତା ରହିବ। ପରୀକ୍ଷାର୍ଥୀ ନିଜର ଶୈକ୍ଷିକ ସ୍ତରରେ ଏକ ଆକଳନ କରିପାରିବେ। ଏହାଦ୍ୱାରା ଅସାଧୁ ଉପାୟରେ ଯୁକ୍ତ 2 ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ପିଲା ଛାଣି ହୋଇଯିବାର ସମ୍ଭାବନା ରହିଛି। ବାସ୍ତବରେ ଏହି 3ଟି ଯୁକ୍ତି ବହୁତ ସ୍ୱାଗତଯୋଗ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଏହି ପ୍ରବେଶିକା ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଯାହା ମନେହୁଏ ଆଗାମୀ ଦିନରେ ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟର ନାମଲେଖା ପାଇଁ ମଧ୍ୟ ଏହାକୁ ଲାଗୁ କରାଯିବ। ୟୁଜିସି ମଧ୍ୟ ସବୁଠାରେ ଏହାକୁ ଲାଗୁ କରିବା ଲକ୍ଷ୍ୟରେ କାର୍ଯ୍ୟ କରିବେ। ଉଦାହରଣ ସ୍ୱରୂପ, ଏହି ପ୍ରବେଶିକା ପରୀକ୍ଷା ବ୍ୟବସ୍ଥାକୁ ଯେଉଁ ରାଜ୍ୟ ବିଶ୍ୱବିଦ୍ୟାଳୟ ଲାଗୁ କରିବେ, ସେସବୁ ଲାଗି କିଛି ଅଧିକ ଅନୁଦାନର ପ୍ରାବଧାନ ରଖାଯାଇପାରେ। ଫଳରେ ଆଗାମୀ କିଛି ବର୍ଷ ମଧ୍ୟରେ ଯୁକ୍ତ 2 ପାସ୍ କରିଥିବା ପିଲାଙ୍କ ପାଇଁ ସାରା ଦେଶରେ ଗୋଟିଏ ପ୍ରବେଶିକା ପାଇଁ ମାର୍ଗ ଫିଟିପାରେ, ମାନେ କି ବାଟ ଫିଟିପାରେ। ସେଭଳି ସ୍ଥିତିରେ ପ୍ରଶ୍ନ ଉଠେ, ଦଶମ ଯୁକ୍ତ 2 ପରୀକ୍ଷାରେ ପ୍ରଦର୍ଶନ ସ୍ଥାନରେ ପ୍ରବେଶିକା ପରୀକ୍ଷାର ସଫଳତା ଅଧିକ ମହତ୍ତ୍ୱ ପାଇବ ନାହିଁ ତ? ସେହି କାରଣରୁ ଶିକ୍ଷା କୋଚିଂ ସର୍ବସ୍ୱ ହୋଇଯିବ ନାହିଁ ତ? ବର୍ତ୍ତମାନ ସମୟରେ ଆଇଆଇଟି, ଜେଇଇ ଏବଂ ନିଟ୍ର ପ୍ରବେଶିକା ପରୀକ୍ଷା ମାର୍ଫତରେ ପିଲା ଇଞ୍ଜିନିୟରିଂ ଏବଂ ମେଡିକାଲରେ ନାମ ଲେଖାଉଛନ୍ତି। ମାତ୍ର ଏହାଦ୍ୱାରା ଯାହା ଦେଖିବାକୁ ମିଳୁଛି, ଯାହା ହେଲା ସେଥିପାଇଁ ଷଷ୍ଠ ସପ୍ତମ ଶ୍ରେଣୀରୁ ପିଲାମାନେ କୋଚିଂ ନେବା ଆରମ୍ଭ କରିଦେଉଛନ୍ତି। ତାହା ନହେଲେ ଭଲ ଅନୁଷ୍ଠାନରେ ପ୍ରବେଶାଧିକାରୀ ମିଳିବା ଭାରି କଷ୍ଟକର ହୋଇପଡ଼ିବ। ଦେଖନ୍ତୁ, ଷଷ୍ଠ ସପ୍ତମ ଶ୍ରେଣୀରୁ ଆମେମାନେ କିଛି ବି ଜାଣୁନଥିଲୁ। ଆଚ୍ଛା, ଅଭିଭାବକଙ୍କ ଏହି ମନସ୍ଥିତିକୁ ଅନୁଧ୍ୟାନ କରି ଦେଶର ସବୁଆଡ଼େ କୋଚିଂ ସେଣ୍ଟର ଏବଂ ଶୁଦ୍ଧ ଲାଭ ଉଦ୍ଦେଶ୍ୟରେ ସଂସ୍ଥାଗୁଡ଼ିକୁ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ସ୍ତରରୁ କୋଚିଂ ଦେବା ଆରମ୍ଭ କଲେଣି। କୋଚିଂ ସଂସ୍ଥାଗୁଡ଼ିକ ମଧ୍ୟ ପୁଣି ଅନଲାଇନ୍ କୋଚିଂ ରହିଛି, ଯାହା ଗୋଟିଏ ସ୍ଥାନରୁ କାର୍ଯ୍ୟ କରି ଦେଶରେ ସମସ୍ତ ପିଲାଙ୍କ ପାଠପଢ଼ା କଥା ବୁଝିବାର ଦାବି କରେ। ଏହିଭଳି ସଂସ୍ଥାର ଲାଭ ମଧ୍ୟ ସର୍ବାଧିକ। ବାଇଜୁସ୍, ବେଦାନ୍ତୁ ଆଉ ସବୁଠୁ ଲିଡ୍‌ରେ ଥିବା ଅନ୍ ଏକାଡେମୀ ଭଳି ଅନଲାଇନ୍ କୋଚିଂ ସଂସ୍ଥା ପ୍ରତି ବର୍ଷ ଶହ ଶହ କୋଟି ଟଙ୍କା ଲାଭ କରିଥାନ୍ତି। ଏକ ଅନୁମାନ ଅନୁଯାୟୀ 2025 ସୁଦ୍ଧା କେବଳ ଅନଲାଇନ୍ କୋଚିଂ ଶିକ୍ଷାରେ 1000 କୋଟି ଟଙ୍କାର ବ୍ୟବସାୟ ହେବ। ବର୍ତ୍ତମାନ ତାର ମୋଟ ପରିମାଣ 300 କୋଟି ଟଙ୍କା। ସେହିଭଳି ପ୍ରାକ୍ ପ୍ରାଥମିକ ଦୃଷ୍ଟିରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାକ୍ ପ୍ରାଥମିକରୁ, ମାନେ ଯୋଉଟା ଆମର ପୁରା ପ୍ରି ପ୍ରାଇମେରୀ ସେଠାରୁ ଦ୍ୱାଦଶ ଶ୍ରେଣୀ 12th ପର୍ଯ୍ୟନ୍ତ ବର୍ତ୍ତମାନ 100 କୋଟିର କୋଚିଂ ବ୍ୟବସାୟ ବୃଦ୍ଧି ପାଇ 400 କୋଟି ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ଶିକ୍ଷାର ବ୍ୟବସାୟୀକରଣକୁ ଅତ୍ୟନ୍ତ ଦ୍ରୁତ ଓ ତୀବ୍ର କରିବ। ୟୁଜିସିର ସାଧାରଣ ପରୀକ୍ଷା ନିଷ୍ପତ୍ତି ଶିକ୍ଷାର ଏହି ବ୍ୟବସାୟୀକରଣକୁ ବୃଦ୍ଧି କରିବା ଅନିବାର୍ଯ୍ୟ। ଏହି ନୂତନ ପ୍ରବେଶିକା ବ୍ୟବସ୍ଥା ଯୁକ୍ତ 2ର ପାଠପଢ଼ାକୁ ଗୌଣ କରିଦେବ, ମାନେ କି କମ୍ କରିଦେବ ତାର ଭାଲ୍ୟୁ, +2ର ପାଠପଢ଼ାକୁ, ବା ଯୋଉକୁ ଆମେ 11th 12th କହୁଛେ। ଓଡ଼ିଆ ମିଡିୟମରେ ସିଏଚ୍ଏସ୍ଇ ବୋର୍ଡରେ ତାକୁ +2 କୁହାଯାଉଛି। ପିଲା କେବଳ କୋଚିଂ ଆଶ୍ରିତ ହେବାର ଆଶଙ୍କା ରହିବ, ଅର୍ଥାତ୍ ସ୍କୁଲର ପାଠପଢ଼ାକୁ ଆଦୌ ମହତ୍ତ୍ୱ ନ ଦେଇ ପିଲାମାନେ କୋଚିଂ କେନ୍ଦ୍ରକୁ ଯିବେ। ଏହା ସର୍ବଦା ସାପେକ୍ଷ ହିଁ ହେବ। କ୍ରିୟାଭିତ୍ତିକ ସାଧାରଣ ଶିକ୍ଷା ପିଲାର ବୌଦ୍ଧିକ ଓ ଶାରୀରିକ ବିକାଶରେ ଯେଉଁ ସହାୟକ କରିଥାଏ, ତାହା ନିମ୍ନଗାମୀ ହେବ। କୋଚିଂର ଖର୍ଚ୍ଚ କାରଣରୁ ସାଧାରଣ ନିମ୍ନ ମଧ୍ୟବିତ୍ତ ବା ନିମ୍ନବିତ୍ତ ପରିବାରର ପିଲାମାନେ ଏହାର ସୁବିଧା ନ ପାଇ ଏଣିକି ଭଲ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ନ ପାଇବାର ସମ୍ଭାବନା ବୃଦ୍ଧି ପାଇବ। ଏହି କିଛି ବର୍ଷ ହେଲା ଏହି ବର୍ଗର ମେଧାବୀ ପିଲାଏ ମେଡିକାଲ, ଇଞ୍ଜିନିୟରିଂ ପାଇଁ ଭଲ ଅନୁଷ୍ଠାନରୁ ବଞ୍ଚିତ ହେଉଥିଲେ। ଏଣିକି ସ୍ନାତକ ଶିକ୍ଷା ବି ସେମାନଙ୍କ ପାଇଁ କାଠିକର ପାଠ ହୋଇପଡ଼ିବ। ଅବଶ୍ୟ ୟୁଜିସିର ପ୍ରବେଶିକା ପରୀକ୍ଷାରେ ପ୍ରଚଳିତ
आरक्षण व्यवस्था को बलवत्तर रखाଯାଇଛି। मात्र आरक्षणର ଲାଭ ନେଇ ପାରୁନଥିବା ଦରିଦ୍ର ସାଧାରଣ ବର୍ଗର ପିଲା ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବ। ନିହାତି ପ୍ରଥମେ ସରକାରଙ୍କୁ ଏସବୁ ବିଷୟରେ ମଧ୍ୟ ଚିନ୍ତା କରିବା ପାଇଁ ପଡିବ। ସରକାର ତଥା ଏହି ସବୁ ଏଜୁକେଶନାଲ ପଲିସିକୁ ବନେଇଥିବା ମାନ୍ୟବର ମହୋଦୟ ମାନଙ୍କୁ ମଧ୍ୟ ଏସବୁ ବିଷୟରେ ଚିନ୍ତା କରିବା ପାଇଁ ପଡିବ। ଏହା ଦ୍ୱାରା ସହରୀ ଓ ଗ୍ରାମୀଣ ଭଳି ଦୁଇଟି ଶ୍ରେଣୀର ସୃଷ୍ଟି ହେବ ଏବଂ ଗ୍ରାମୀଣ ପିଲା ଖୁବ ପଛରେ ରହିଯିବେ। ଏହା ଏକ ଭୟଙ୍କର ବିଭାଜନର କାରଣ ହେବ। ଏହାର ସମାଧାନ ଉପରୋକ୍ତ ପ୍ରବେଶିକା ପରୀକ୍ଷାରେ ଅଛି ତ? ଏଠାରେ ଲେଖକ ପ୍ରଶ୍ନ କରିଛନ୍ତି। ପରୀକ୍ଷାର ସମରୂପତା ମାନେ ଯୋଉଟାକୁ ଆମେ ହୋମୋଜେନିଟି କହୁଛୁ, ଭ୍ରାନ୍ତ ଧାରଣା। ଯେଉଁ ଅନୁଷ୍ଠାନ ଭାଷା ଶିକ୍ଷା ପାଇଁ ଉଦ୍ଦିଷ୍ଟ, ସେଠି ସେହି ଶିକ୍ଷା ପାଇଁ ଆଗ୍ରହୀ ପିଲା ନାମ ଲେଖାଇବା କଥା ଏବଂ ତଦନୁଯାୟୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ପରୀକ୍ଷା କରାନ୍ତି। ସେହିଭଳି ପ୍ରତ୍ୟେକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଆଭିମୁଖ୍ୟ ରହିଛି। କେବଳ ଗୋଟିଏ ପରୀକ୍ଷା ମାଧ୍ୟମରେ 45ଟି ଯାକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିମିତ୍ତ ଛାତ୍ର ଚୟନ ଆଦୌ ଗ୍ରହଣୀୟ ନୁହେଁ। ଆମ ସମସ୍ତଙ୍କର ଗୋଟାଏ ରାଷ୍ଟ୍ର, ଏଥିରେ ଦ୍ୱିମତ ମଧ୍ୟ ନାହିଁ। ମାତ୍ର ସମଗ୍ର ରାଷ୍ଟ୍ରରେ ଗୋଟାଏ ପରୀକ୍ଷା ଲକ୍ଷ୍ୟ ଆମ ବିବିଧତା ଏବଂ ବହୁବିଧ ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହେବ ତ? ଯେମିତି ଭାଷା, ଧର୍ମ କିମ୍ବା ସଂସ୍କୃତରେ ବିବିଧତା ସତ୍ତ୍ୱେ ତାହା ରାଷ୍ଟ୍ର ପାଇଁ ପରିପୂରକ, ସେମିତି ଭିନ୍ନ ଭିନ୍ନ ପରୀକ୍ଷା ପାଇଁ ହିତକର। ସମରୂପତା ଏବଂ ଏକରୂପତା ବ୍ୟକ୍ତିର ଆସ୍ମିତା ଏବଂ ସ୍ୱାତନ୍ତ୍ର୍ୟକୁ ହୀନବଳ କରିଦେଇପାରେ, ଯନ୍ତ୍ରବତ୍ କରିଦେଇପାରେ। କାରଣ ସମସ୍ତେ ଯାହା କରୁଛନ୍ତି ମୁଁ ମଧ୍ୟ ସେହା କରିବି, ଏହି ମାଇଣ୍ଡସେଟ୍ ରହିଯିବ ମୁଣ୍ଡରେ। ଭିନ୍ନ ଭିନ୍ନ ଆଗ୍ରହ ରଖୁଥିବା ବିଭିନ୍ନ କିସମର ପିଲାଙ୍କ ପାଇଁ ଗୋଟିଏ କିସମର ପରୀକ୍ଷା କ'ଣ ଏକ ଉଚିତ ବ୍ୟବସ୍ଥା? ଏପଟେ ନ୍ୟୁ ଏଜୁକେସନ ପଲିସିରେ ସମସ୍ତଙ୍କୁ ଭିନ୍ନ ଭିନ୍ନ ସବଜେକ୍ଟ ନେବା ପାଇଁ ଅପସନ ରଖୁଥିବା ବେଳେ ସେପଟେ ଗୋଟେ କମନ ଏଣ୍ଟ୍ରାନ୍ସ କରାଇବା ମୋ ମତରେ ମଧ୍ୟ ଏଇଟା ଏକ ଯୁକ୍ତିଯୁକ୍ତ ବ୍ୟବସ୍ଥା ନୁହେଁ। ସାଧାରଣ ପ୍ରବେଶିକ ପରୀକ୍ଷାରେ 13ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ରହିବ ବୋଲି ବ୍ୟବଧାନ ରହିଛି। ଶୁଣିବାକୁ ହୁଏତ ଏହା ଖୁବ୍ ଭଲ କଥା। ଆଞ୍ଚଳିକ ବା ଭାରତୀୟ ଭାଷାଗୁଡ଼ିକୁ ଗୌଣ କରି ଭାରତୀୟ ସମାଜ କେବେ ଆଗକୁ ବଢ଼ିପାରିବ ନାହିଁ। ନୂଆ ଶିକ୍ଷାନୀତିରେ ବି ଆଞ୍ଚଳିକ ଭାଷା ପାଇଁ ବହୁତ ବ୍ୟବସ୍ଥା ରହିଛି। ମାତ୍ର କେବଳ ପ୍ରଶ୍ନପତ୍ରର ଭାଷା ବଦଳିଲେ ସମସ୍ୟାର ସମାଧାନ ହେବ ନାହିଁ। ଏବେ ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ହେବ, ମାନେ କି ଏକ ହାସ୍ୟାସ୍ପଦ କଥା। କାରଣ ଓଡ଼ିଆରେ କୌଣସି ବୁକ୍ ଆପଣ ସେଭଳି ପାଇବେନି କିମ୍ବା ଓଡ଼ିଆରେ ସେଭଳି କୌଣସି ଟିଚର ଆପଣ ପାଇବେନି ଯିଏକି ନିଟ୍ ପାଇଁ ଏତେ ଭଲସେ ପ୍ରିପେୟାର କରୁଥିବେ, କିନ୍ତୁ କ୍ୱେଶ୍ଚିନ୍ ଆସିବ ଓଡ଼ିଆରେ। ଓଡ଼ିଆ କ୍ୱେଶ୍ଚିନ୍ ପଢିଲେ ଆପଣ କନଫ୍ୟୁଜ ହେବେ କି କ୍ୱେଶ୍ଚିନ୍ ଆକ୍ଚୁଆଲି ପଚାରିଛି କ'ଣ। ହେଲେ ତହିଁରେ କୃତକାର୍ଯ୍ୟ ହେଉଥିବା ପିଲାଙ୍କ ସଂଖ୍ୟା ଅତି କମ୍, ପ୍ରାୟ ନାହିଁ ବୋଲି କହିଲେ ଚଳିବ। ସେହିଭଳି ଭାରତୀୟ ଭାଷା ମଧ୍ୟରେ ହିନ୍ଦୀକୁ ବାଦ ଦେଲେ ଆଉ କେତେକ ଭାଷାରେ ପିଲା ପରୀକ୍ଷା ଦେବାକୁ ଉଚିତ ମଣୁଛନ୍ତି। ସେମାନଙ୍କ ସଂଖ୍ୟା ନଗଣ୍ୟ। କାରଣ ପରୀକ୍ଷାର ପ୍ରସ୍ତୁତି ପାଇଁ ଆବଶ୍ୟକ ପାଠ୍ୟ ସାମଗ୍ରୀ ଯଦି ଆଞ୍ଚଳିକ ଭାଷାରେ ମିଳେ ନାହିଁ, ଆଞ୍ଚଳିକ ଭାଷାରେ ପାଠ ଯଦି ପଢା ହୁଏ ନାହିଁ, ତେବେ ପିଲା ଆଞ୍ଚଳିକ ଭାଷା ମଧ୍ୟରେ ପରୀକ୍ଷା ଦେବ କେମିତି? ଯେଉଁ କଥା କି ମୁଁ ଟିକେ ପୂର୍ବରୁ କହୁଥିଲି। ଯଦି ପାଠ୍ୟ ସାମଗ୍ରୀ ଆମକୁ ମିଳିବନି, ମାନେ କି ବୁକ୍ ମିଳିବନି ଏବଂ ସେ ପାଠକୁ ଆମକୁ ସରଳ କରି ବୁଝିବା ପାଇଁ ଟିଚର ମଧ୍ୟ ମିଳିବେନି, ସେଭଳି କୌଣସି ଅନୁଷ୍ଠାନ ମଧ୍ୟ ମିଳିବନି, ତେଣୁକରି ତାକୁ ପଢି ଆମେ କେମିତି ସେଇ ଭାଷାରେ ପରୀକ୍ଷା ଦେବୁ? ଆଚ୍ଛା, ତେଣୁ ନିକଟରେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ଦିଆଯିବାର ଘୋଷଣା ମଧ୍ୟ କ୍ରିୟାନ୍ୱୟନ ବେଳେ ଝୁଣ୍ଟିବା ଆଶଙ୍କା ବୃଦ୍ଧି ପାଉଛି। ଆରେ ବାବାରେ, ଇଞ୍ଜିନିୟରିଂ ଭଳି ଶିକ୍ଷାକୁ ଆମେ ଆଞ୍ଚଳିକ ଭାଷାରେ ତାକୁ ଆଗକୁ ବଢାଇବା, ଯାହାଦ୍ୱାରା କି ଦେଖନ୍ତୁ ଆଞ୍ଚଳିକ ଭାଷାରେ ଗୋଟେ ଲୋକ ହିଁ ମାନେ ସୀମିତ ହେଇକିନା ରହିଯିବ ପୁରା ବିଶ୍ୱରେ। ଯଦି ସେ ଚାହିଁବ ନିଜକୁ ଏକ୍ସପ୍ଲୋର କରିବା ପାଇଁ ପାରିବନି ସେ। ତେଣୁ ଏଭଳି ଘୋଷଣା ବେଳେ ଏକ ପୁଙ୍ଖାନୁପୁଙ୍ଖ ବ୍ୟବସ୍ଥା ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ମଧ୍ୟ କରିବା ଉଚିତ, ଆଉ ଗ୍ରାଉଣ୍ଡ ଜିରୋ ଲେଭେଲକୁ ଯାଇ ଦେଖିବା ଉଚିତ। ଖାଲି ଏସି ଚାମ୍ବରରେ ବସି ଏସବୁ ବ୍ୟବସ୍ଥା ବନେଇଦେବା ଠିକ ନୁହଁ। ଉପସଂହାରରେ ଏତିକି କହିହେବ ଯେ ପ୍ରଚଳିତ ବ୍ୟବସ୍ଥାରେ ଅନେକ ତ୍ରୁଟି ଥିବା କାରଣରୁ ୟୁଜିସି ଏହି ସାଧାରଣ ପ୍ରବେଶିକ ପରୀକ୍ଷା କଥା ସ୍ଥିର କରିଛନ୍ତି। ଏହା ଠିକ କଥା, ମାତ୍ର ଏଥିରେ ଯଦି ତ୍ରୁଟିର ସଂଶୋଧନ କରାଯାଇ ନ ପାରିଲା ତାହେଲେ ଲାଭ କ'ଣ? ପୁଣି ପୁରୁଣା ତ୍ରୁଟିକୁ ନ ସଜାଡ଼ି ଯଦି ଏହା ଏକ ନୂଆ ଏବଂ ଅଧିକ ଗୁରୁତର ତ୍ରୁଟି ସୃଷ୍ଟି କରେ, ତେବେ ଏଥିପାଇଁ ଦାୟୀ କିଏ? ଏହି ସ୍ଥିତିରେ ପ୍ରବେଶିକା ପରୀକ୍ଷାକୁ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ବାଧ୍ୟତାମୂଳକ କରାଯିବା ପରିପ୍ରେକ୍ଷୀରେ ଅନେକ ସଂଶୟାଚ୍ଛନ୍ନ ପ୍ରଶ୍ନ ଉଠୁଛି। ନିହାତି ଭୟ ମଧ୍ୟ ସମସ୍ତଙ୍କ ମନ ମଧ୍ୟରେ ରହିବ। ବରଂ ଭଲ ହୋଇଥାନ୍ତା ଯଦି ଅନୁଷ୍ଠାନଗୁଡ଼ିକ ନୂଆ ପ୍ରବେଶିକ ପରୀକ୍ଷାର ବ୍ୟବସ୍ଥାକୁ ଗ୍ରହଣ କରିବା ବା ନ କରିବା ନେଇ ସ୍ୱାଧୀନତା ମିଳିଥାନ୍ତା। ପ୍ରବେଶିକ ପରୀକ୍ଷା ବ୍ୟବସ୍ଥା ଲାଗୁ ହେଲା ପରେ ଯଦି ସମସ୍ୟାର ପ୍ରକୃତ ସମାଧାନ ସୂତ୍ର ନ ମିଳେ, ତେବେ ସମସ୍ତେ ଏହାକୁ ସାଦରେ ଗ୍ରହଣ କରନ୍ତେ। ରାଜ୍ୟ ବିଶ୍ୱବିଦ୍ୟାଳୟ ବି ତାକୁ ଆଦରି ନେବାରେ ବିଳମ୍ବ କରିବେ ନାହିଁ। ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବାରେ
ସରି ଏଥିରେ କ୍ଷମା ଚାହୁଁଛି। ତେଣୁ ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବାରେ ହିଁ ନିଷ୍ପତ୍ତିର ମୂଳାଧାର ଦୁର୍ବଳ ହୋଇଛି ବୋଲି ଆଶଙ୍କା ଜାତ ହୁଏ। ଏହି ଆଶଙ୍କା ଅମୂଳକ ସିଦ୍ଧ ହେଲେ ସମସ୍ୟାର ପ୍ରକୃତ ସମାଧାନ ସମ୍ଭବ ହେବ। ମାନେ କି ଏଠାରେ ଯୋଉ ୟୁଜିସି ସମସ୍ତଙ୍କୁ କମ୍ପଲସରି କରିଛି କି ସବୁ ୟୁନିଭର୍ସିଟି ମାନେ ଏକ କମନ ଏଣ୍ଟ୍ରାନ୍ସ କରିବେ, ଯାହାକି ଏକ ଗ୍ରାଉଣ୍ଡ ଜିରୋ ଲେଭେଲରେ ଯଦି ଆପଣ ଦେଖିବେ ତାହା ସେତେ ଯୁକ୍ତିଯୁକ୍ତ ନୁହେଁ ଏବଂ ଏହାର ପ୍ରାକ୍ଟିକାବିଲିଟି ମାନେ କି ୟୁଜେବିଲିଟି ବହୁତ କମ ରହିବ। ତେଣୁକରି ଏ ବିଷୟରେ ମଧ୍ୟ ପୁନଃ ଆଲୋଚନା କରିବା ଉଚିତ। ଆଚ୍ଛା, ଆଉ ଏକ ଅଛି ଟପିକ ସୁଧର ପାଦ ଶବ୍ଦ। ବୋଧହୁଏ ଏହା କିଛି ଆମର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାକୁ ଲକ୍ଷ୍ୟ କରି ବୋଧେ କିଛି ଲେଖାଯାଇଛି, ମୁଁ ତ ପଢିନି, ଦେଖିବା। ପାଣ୍ଡେମିକ୍ ଆରମ୍ଭ କାଳରେ ରିଜର୍ଭ ବ୍ୟାଙ୍କ ଯେଉଁ କେତେକ ଅତ୍ୟନ୍ତ କୋହଳ ଋଣ ପ୍ରଦାନ ନୀତି କାର୍ଯ୍ୟକାରୀ କରିଥିଲା, କ୍ରମେ ସେ ସବୁରେ ଅନ୍ତ ଘଟାଇ ନିୟମିତ ଅବସ୍ଥାକୁ ଫେରି ଆସିବାକୁ ଉଦ୍ୟମ କଲାଣି। ଯଦି ମୁଦ୍ରାସ୍ଫୀତି ଆଶଙ୍କା କରାଯାଉଥିବା ଭଳି ସୀମା ଅତିକ୍ରମ କରେ, ତେବେ ନିକଟ ଭବିଷ୍ୟତରେ ରିଜର୍ଭ ବ୍ୟାଙ୍କ ସୁଧ ହାରରେ କ୍ରମାଗତ ବୃଦ୍ଧି ଘଟାଇଲେ କେହି ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ। ବର୍ତ୍ତମାନ ଘୋଷିତ ମୁଦ୍ରାସ୍ଫୀତିରେ ଏହି ସୂଚନା ସ୍ପଷ୍ଟ। ଦେଖିବା କଣ ଅଛି ଏଠାରେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଦ୍ରାନୀତି ନୀତି ନିର୍ଦ୍ଧାରଣ କମିଟି MPC ର 2 ମାସିକିଆ ବୈଠକ ଏପ୍ରିଲ 8 ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବିତ୍ତ ବର୍ଷର ମାନେ କି ଫାଇନାନ୍ସିଆଲ ଇୟରର ଏହା ଥିଲା MPC ର ପ୍ରଥମ ବୈଠକ। ଫେବୃଆରୀରେ ଅନୁଷ୍ଠିତ ହୋଇଥିବା ବିଗତ ବିତ୍ତ ବର୍ଷର ଶେଷ ବୈଠକ ଏବଂ ବର୍ତ୍ତମାନ ବୈଠକ ମଧ୍ୟରେ ଅତିକ୍ରାନ୍ତ ହୋଇଥିବା ସମୟରେ ଅନେକ ପରିବର୍ତ୍ତନ ସବୁ ଘଟିଯାଇଛି, ଯାହା ରିଜର୍ଭ ବ୍ୟାଙ୍କର ମୁଦ୍ରାସ୍ଫୀତି ନୀତିକୁ ପ୍ରଭାବିତ କରିବ। ଫେବୃଆରୀ ବୈଠକ ସମୟରେ କୋଭିଡର ତୃତୀୟ ଲହର ମାଡ଼ି ଆସୁଛି ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ସୌଭାଗ୍ୟବଶତଃ ତାହା ସତ୍ୟରେ ପରିଣତ ହୋଇନାହିଁ। ତେଣୁ ଦେଶର ଅର୍ଥନୀତି ପୂର୍ବର କୋଭିଡ ଲହରୀମାନଙ୍କ ପରି ଯେଉଁଭଳି ଇତସ୍ତତ ହୋଇଯାଇଥିଲା, ଏଥର ସେଥିରୁ ରକ୍ଷା ପାଇଛି। କିନ୍ତୁ ଭୂତାଣୁ ସହିତ ମନୁଷ୍ୟର ପ୍ରତିଯୋଗିତା କଲାଭଳି ଚାଇନା କରୋନା ଭୂତାଣୁ ଯାହା କରିବାକୁ ଚାହିଁଲା ନାହିଁ, ଭ୍ଲାଦିମିର ପୁଟିନ ନାମକ ଜଣେ ମାନବ ତାହା କରିବାକୁ ଆଗେଇ ଆସିଲେ। ୟୁକ୍ରେନ ଉପରେ ତାଙ୍କର ଆକ୍ରମଣ ସାରା ପୃଥିବୀର ଅର୍ଥନୀତି ଭଳି ଭାରତର ଅର୍ଥନୀତିକୁ ମଧ୍ୟ ଆହତ କରିଛି। ଭାରତ ଉପରେ ଏହି ଯୁଦ୍ଧର ପ୍ରତିକୂଳ ପ୍ରଭାବର ମୁଖ୍ୟ କାରଣ ହେଉଛି ତୈଳ, ମାନେ କି ଯୋଉ କ୍ରୁଡ ଅଏଲ। ଭାରତୀୟ ଅର୍ଥନୀତିର ଏକ ମୁଖ୍ୟ ଦୁର୍ବଳତା ହେଉଛି ତୈଳ ଆମଦାନୀ ଉପରେ ନିର୍ଭରଶୀଳତା। ଆମେ ଆମର ତୈଳ ଆବଶ୍ୟକତା ପୂରଣ ନିମିତ୍ତ ପ୍ରାୟ 85% ଆମଦାନୀ ଉପରେ ନିର୍ଭର କରିଥାଉ। ତେଣୁ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ବଜାରରେ ତୈଳ ଦରର ବୃଦ୍ଧି ଘଟିଥିବା ଅନିବାର୍ଯ୍ୟ, ଯାହାଦ୍ୱାରା କି ଆମର ମୁଦ୍ରାସ୍ଫୀତି ମଧ୍ୟ ହ୍ରାସ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯୋଉଟାକୁ ଆମେ ଇନଫ୍ଲେସନ କହିବା। ମୁଦ୍ରାସ୍ଫୀତି ମାନେ କି ଇନଫ୍ଲେସନ ଆମେ କହିବା। ରିଜର୍ଭ ବ୍ୟାଙ୍କ ପାଇଁ ଏହା କିପରି ଧର୍ମ ସଙ୍କଟ ସୃଷ୍ଟି କରୁଛି ତାହା ବୁଝିବା କଷ୍ଟ ନୁହେଁ। ଦୀର୍ଘ 2 ବର୍ଷ କାଳ ଧରି କୋଭିଡ ଆଘାତରେ ଜର୍ଜରିତ ହୋଇ ଧୀରେ ଧୀରେ ସେଥିରୁ ମୁକୁଳିବାକୁ ଆରମ୍ଭ କରୁଥିବା ଅର୍ଥନୀତି ରିଜର୍ଭ ବ୍ୟାଙ୍କ ଠାରୁ ଯାହା ଆଶା କରେ ତାହା ହେଉଛି ଏକ ଅଭିବୃଦ୍ଧି ଅନୁକୂଳ ମୁଦ୍ରାସ୍ଫୀତି। ଏହିଭଳି ଅନୁକୂଳ ନୀତିର ଏକ ମୁଖ୍ୟ ଅଂଶ ହେଉଛି ନିଚା ସୁଧ ହାର, କମ ସୁଧ ହାର। ମୁଦ୍ରାସ୍ଫୀତିକୁ ପ୍ରତିହତ କରିବା ପାଇଁ ଯାହା କିନ୍ତୁ ଆବଶ୍ୟକ ତାହା ହେଉଛି ଉଚ୍ଚା ସୁଧ ହାର। ରିଜର୍ଭ ବ୍ୟାଙ୍କ ପ୍ରଦାନ କରିଥିବା ଏହି ଗୋଟିଏ ସୂଚନାରୁ କମିଟି ସମ୍ମୁଖୀନ ହୋଇଥିବା ସଙ୍କଟ ସମ୍ବନ୍ଧରେ ସହଜରେ ଧାରଣା କରାହେବ। ଏହି ପୂର୍ବରୁ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ ପ୍ରକାଶ କରିଥିଲେ ଯେ 2022-23ରେ ଭାରତରେ ଦେବାକୁ ଯାଉଥିବା ମୁଦ୍ରାସ୍ଫୀତି ହାର ହେବାକୁ ଯାଉଛି 4.5%, ମାନେ 4.5%। ଏବେ କିନ୍ତୁ ରିଜର୍ଭ ବ୍ୟାଙ୍କ ଏଥିରେ ଏକ ତୀକ୍ଷ୍ଣ ବୃଦ୍ଧି ଘଟାଇ ପ୍ରକାଶ କରିଛନ୍ତି ଯେ ଦେଶର ମୁଦ୍ରାସ୍ଫୀତି ହାର ଏବେ 5.7% ହେବାକୁ ଯାଉଛି। ବାବାରେ। ରିଜର୍ଭ ବ୍ୟାଙ୍କ ଅନୁଭବ କରୁଥିବା ଏଥିଜନିତ ଅସ୍ୱସ୍ତି ବୁଝିବାକୁ ହେଲେ ମନେ ରଖିବାକୁ ହେବ ଯେ ବଳବତ୍ତର ଥିବା ନିୟମ ଅନୁସାରେ ଦେଶର ମୁଦ୍ରାସ୍ଫୀତି ହାରକୁ 6% ସର୍ବୋଚ୍ଚ ସୀମା ମଧ୍ୟରେ ଆବଦ୍ଧ ରଖିବା ହେଉଛି ରିଜର୍ଭ ବ୍ୟାଙ୍କର ଦାୟିତ୍ୱ। ଦେଖନ୍ତୁ, ତେଣୁକରି ଏ ବଢି ଯଦି 5.7 ହବ, ବହୁତ କିଛି ଦରଦାମ ମଧ୍ୟ ବଢିଯିବ। ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ସମ୍ପର୍କରେ ଉପରୋକ୍ତ ପୂର୍ବାନୁମାନ କରିବା ବେଳେ ଯାହା ଧରି ନେଇଛି ତାହା ହେଲା ଏହି ସମୟ ମଧ୍ୟରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ହେବ $100। ଏହାକୁ ଭିତ୍ତି କରି ରିଜର୍ଭ ବ୍ୟାଙ୍କ ଅନୁମାନ କରିଛି ଯେ ମୁଦ୍ରାସ୍ଫୀତି ହାର ପ୍ରତି ବର୍ଷର ପ୍ରଥମ ଚୌଠରେ ହେବ 6.3% ଆଉ ଦ୍ୱିତୀୟ ଚୌଠରେ ହେବ 5.8%। କିନ୍ତୁ ଯେହେତୁ 2021-22ର ଶେଷ ଚୌଠରେ ଶେଷ କ୍ୱାର୍ଟର 1/4 ହେଲା ଚୌଠ, ମୁଦ୍ରାସ୍ଫୀତି ହାର 6.0% ଅତିକ୍ରମ କରିବାର ସମ୍ଭାବନା ରହିଛି
ଏବଂ ପରବର୍ତ୍ତୀ ସମୟରେ ସରକାର ବାରମ୍ବାର ପେଟ୍ରୋଲ ଡିଜେଲ ଦରରେ ବୃଦ୍ଧି ଘଟାଇଛନ୍ତି। ରିଜର୍ଭ ବ୍ୟାଙ୍କର ଅନୁମାନ ଠାରୁ ଅଧିକ ହୋଇ ଲଗାତାର 3/4 यानी कि 3/4 ଦେଶର ମୁଦ୍ରାସ୍ଫୀତି ହାର ଉପରୋକ୍ତ ସର୍ବୋଚ୍ଚ ସୀମା 6.0% ଅତିକ୍ରମ କରିବାର ସମ୍ଭାବନା ମଧ୍ୟ ରହିଛି। ସଦ୍ୟ ପ୍ରକାଶିତ ମାର୍ଚ୍ଚ ମୁଦ୍ରାସ୍ଫୀତି ହାର 6.98% ହୋଇ ଏହି ସମ୍ଭାବନାକୁ ଆହୁରି ଦୃଢ଼ୀଭୂତ କରିଛି। ମାର୍ଚ୍ଚ ମାସରେ ଯଦି ଏହିଭଳି ମୁଦ୍ରାସ୍ଫୀତି ରହିଛି 6.98, ତେଣୁକରି ନିକଟ ଭବିଷ୍ୟତରେ ମଧ୍ୟ ଏହା 6.0କୁ ଅତି ସହଜରେ ଅତିକ୍ରମ କରିଯିବ। ଏହା ସୁଧ ହାରରେ ବୃଦ୍ଧି ଘଟାଇବା ପାଇଁ କିମ୍ବା ଅତି କମ୍ ସୁଧ ହାରରେ ହ୍ରାସ ନ ଘଟାଇବା ପାଇଁ ରିଜର୍ଭ ବ୍ୟାଙ୍କର ଏମ୍ପିସି ଉପରେ ଅଧିକରୁ ଅଧିକ ଚାପ ସୃଷ୍ଟି କରିବ। ଏଥର ଅର୍ଥନୀତିର ଅଭିବୃଦ୍ଧି ସମ୍ଭାବନା ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଥିବା ଅନୁମାନ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଏଥିପୂର୍ବରୁ ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପାଇଁ ଅଭିବୃଦ୍ଧି ହାର 7.8% ହେବ ବୋଲି ଅନୁମାନ ପ୍ରକାଶ କରିଥିଲେ। ଏବେ ସେଥିରେ ହ୍ରାସ ଘଟାଇ ତାହା 7.2% ହେବ ବୋଲି ପୂର୍ବାନୁମାନ କରିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଏହି ଅଭିବୃଦ୍ଧି ହାର ଏକ ଅପେକ୍ଷାକୃତ ଉଚ୍ଚ ହାରରେ 11.2% ହେବାକୁ ଯାଉଛି ବୋଲି ରିଜର୍ଭ ବ୍ୟାଙ୍କ ଅନୁମାନ କରିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ତାହାର ହାର ମାତ୍ର 4%ରୁ ସାମାନ୍ୟ ଅଧିକ ସ୍ତରକୁ ହ୍ରାସ ପାଇବ ବୋଲି ରିଜର୍ଭ ବ୍ୟାଙ୍କ ଆଶଙ୍କା କରୁଛି। ପ୍ରଥମାର୍ଦ୍ଧ ଦେଖନ୍ତୁ 6କୁ ଆପଣ ସବୁବେଳେ ମଝିରେ ରଖନ୍ତୁ, 6%କୁ ମଝିରେ ରଖନ୍ତୁ। ଦେଖନ୍ତୁ ପ୍ରଥମ ଅଧାରେ ମାନେ କି ପ୍ରଥମ 6 ମାସ ଭିତରେ ବଢିଯିବ ନିୟର ଅବାଉଟ୍ 11.2%। ଆଉ ଶେଷ ହାଫକୁ ଖସି ଆସିବ ହୁଏତ 4%। ଅନ୍ ଆନ୍ ଆଭରେଜ 6କୁ ସେମାନେ ରଖିବା ପାଇଁ ଟାର୍ଗେଟ କରୁଛନ୍ତି, 6.9 or 7.8 ମଧ୍ୟ ଏହାକୁ ଟାର୍ଗେଟ କରୁଛନ୍ତି। ପ୍ରଥମାର୍ଦ୍ଧ ଅଭିବୃଦ୍ଧି ହାର ଉଚ୍ଚ ହେବା ସମ୍ଭାବନା କାରଣ ହେଉଛି ପୂର୍ବବର୍ତ୍ତୀ ସମୟର ନିଚା ହାର ଭିତ୍ତିରେ ତାହାର ନିର୍ଣ୍ଣୟ କରାଯିବ। ଦ୍ୱିତୀୟାର୍ଦ୍ଧରେ ନିଚା ହାର କୋଭିଡ ପୂର୍ବବର୍ତ୍ତୀ ସମୟର ଅଭିବୃଦ୍ଧି ହାର ସହିତ ମେଳ ଖାଇଥାଏ। ଦେଶରେ ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧିର ଏହି ସମ୍ଭାବ୍ୟ ଚିତ୍ରକୁ ଧ୍ୟାନରେ ରଖି ରିଜର୍ଭ ବ୍ୟାଙ୍କର ଏମ୍ପିସି ଏଥର ସୁଧ ହାର ବା ରେପୋ ରେଟ୍ର କୌଣସି ହ୍ରାସ ବୃଦ୍ଧି ନ ଘଟାଇ ତାହାକୁ 4.0% ହାରରେ ଫିକ୍ସ ରଖିବାକୁ ପସନ୍ଦ କରିଛନ୍ତି। ଏଥିସହିତ ନିଜର ପ୍ରକାଶିତ ଆଭିମୁଖ୍ୟ ଯୋଉଟା ଷ୍ଟାନ୍ସକୁ ସହଯୋଗମୂଳକ ବା ଯୋଉଟାକୁ ଆମେ ଆକୋମୋଡେଟିଭ ରୂପେ ବର୍ଣ୍ଣନା କରିଛନ୍ତି। ମାନେ କି ନିଜର ଷ୍ଟାନ୍ସକୁ ସେ ଆକୋମୋଡେଟିଭ ରୂପେ ବର୍ଣ୍ଣନା କରିଛନ୍ତି, ଖାପ ଖୁଆଇଛନ୍ତି ସେମାନେ। ଏହାର ଅର୍ଥ ରିଜର୍ଭ ବ୍ୟାଙ୍କ ଅର୍ଥନୀତିର ଅଭିବୃଦ୍ଧି ପ୍ରତି ଏକ ସମ୍ବେଦନଶୀଳ ଆଭିମୁଖ୍ୟ ପୋଷଣ କରୁଥିଲେ ହେଁ ମୁଦ୍ରାସ୍ଫୀତିର ସମ୍ଭାବ୍ୟ ବିପଦ ମୁକାବିଲାକୁ ପ୍ରାଥମିକ ଦେବାକୁ ପଛାଇବ ନାହିଁ ବୋଲି ଏମ୍ପିସିର ସଦସ୍ୟ ଘୋଷିତ ନୀତିରୁ ସୂଚନା ମିଳୁଛି। ବୋଧହୁଏ ଏହା ଅନୁମାନ କରିବା ଭୁଲ ହେବ ନାହିଁ ଯେ ଆସନ୍ତା ଜୁନରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ଏମ୍ପିସି ତାର ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇ ସହଯୋଗମୂଳକ ଯୋଉଟାକୁ ଆମେ ଆକୋମୋଡେଟିଭ ସ୍ଥାନରେ ନ୍ୟୁଟ୍ରାଲ ରହିବାକୁ ଯାଉଛି, ନିରପେକ୍ଷ ରହିବାକୁ ଯାଉଛି। ପାଣ୍ଡେମିକ ଆରମ୍ଭ କାଳରେ ରିଜର୍ଭ ବ୍ୟାଙ୍କ ଯେଉଁ କେତେକ ଅତ୍ୟନ୍ତ କୋହଳ ଋଣ ପ୍ରଦାନ ନୀତି କାର୍ଯ୍ୟକାରୀ କରିଥିଲା, କ୍ରମେ ସେସବୁର ଅନ୍ତ ଘଟାଇ ନିୟମିତ ବ୍ୟବସ୍ଥାକୁ ଫେରି ଆସିବାକୁ ଉଦ୍ୟମ କଲାଣି, ଯୋଉଟାକି ମୁଁ ପ୍ରଥମରୁ କହିସାରିଛି। ମାନେ କି ପାଣ୍ଡେମିକ ହେଲାଣି, ଏବେ ପାଣ୍ଡେମିକ ଆମର ଏହାର ଯଦି ଆମେ ସାରାଂଶ କାଢିବା ଯେ ସୂତ୍ର ପାଦ ଶବ୍ଦ ପାଣ୍ଡେମିକ ସମୟରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁକରି ରିଜର୍ଭ ବ୍ୟାଙ୍କ ଯେତେ ସବୁ କିଛି ଋଣ ମାନେ ବ୍ୟାଙ୍କ ମାନଙ୍କ ଜରିଆରେ ଯେତେ ସବୁ କିଛି ଋଣ ପ୍ରଦାନ କରିଥିଲେ କାର୍ଯ୍ୟ ପାଇଁ, ସେଥିପାଇଁ ସୁଧର ପ୍ରତିଶତ କମେଇ ନେଇଥିଲେ। କିନ୍ତୁ ଧୀରେ ଧୀରେ ଏବେ କଣ ହେଲାଣି ନା ପାଣ୍ଡେମିକ ସ୍ଥିତି ତ ସୁଧୁରିଲାଣି, କିନ୍ତୁ ୟୁକ୍ରେନରେ ଯୋଉ ଯୁଦ୍ଧର ପରିସ୍ଥିତି ଲାଗି ରହିଛି ସେତିକି ସ୍ତରରେ ତୈଳ ଦର ମଧ୍ୟ ବୃଦ୍ଧି ପାଇଛି। ଯାହା ଫଳରେ ଆମର ଭାରତ ଯେହେତୁ ତୈଳ ଦର ପାଇଁ ଡିପେଣ୍ଡେଣ୍ଟ ରହୁଛି ବହୁତ ମାତ୍ରାରେ 85%, ତେଣୁକରି ଆମେମାନେ କଣ କରିବା, ଆମମାନଙ୍କ ଉପରେ ଏହାର କି କୁପ୍ରଭାବ ପଡିବ ଆପଣମାନେ ପ୍ରଶ୍ନ କରିବେ। ଯେ ଏହା ଫଳରେ ଆମ ମାନଙ୍କର ମୁଦ୍ରାସ୍ଫୀତି ମାନେ କି ଇନଫ୍ଲେସନ ଆହୁରି ବଢିଯିବ, ଯାହା ଫଳରେ ଗୋଟେ ବ୍ୟକ୍ତିର ସାଧାରଣ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ମୂଲ୍ୟ ଆହୁରି ବଢିଯିବ। ଆଚ୍ଛା, ଏସବୁ ସରିଗଲା ସମ୍ବାଦ ନ୍ୟୁଜ ପେପରର ଏଡିଟୋରିଆଲ। ଭାବୁଛି କିଛି ପଜ ନେବା ଉଚିତ। ଏବେ ଷ୍ଟାର୍ଟ କରିବା। ଆଚ୍ଛା, ଏବେ ଷ୍ଟାର୍ଟ କରିବା ଆଉ ଏକ ନ୍ୟୁଜ ପେପର ଧରିତ୍ରୀରୁ। ଏ ସବୁ ଯାହା ବି ସବୁ କଣ୍ଟେଣ୍ଟ ଅଛି ସେଥିପାଇଁ ମୁଁ କ୍ରେଡିଟ ଦେବି ଧରିତ୍ରୀର ମାନ୍ୟବର ସଭାପତି ମହୋଦୟ, ସମ୍ପାଦକ ମହୋଦୟ, ତତ୍ସହିତ ଲେଖକଗଣ ଏବଂ ମୋର ପ୍ରିୟ ଭିଉଅର୍ସ ମାନଙ୍କୁ, ଯିଏକି ନିଜର ବହୁମତ କମେଣ୍ଟ ମଧ୍ୟ ଦେଇପାରିବେ ଏସବୁ ଏଡିଟୋରିଆଲ ଆନାଲିସିସ୍ ପରେ, ଭିଡିଓ ଦେଖି ସାରିବା ପରେ। ଫାର୍ଷ୍ଟ ହେଡଲାଇନ୍ ରହିଛି, ମୋଦିଙ୍କ ସହାୟତା ଲୋଡିଲେ ପିଓକେ ପୀଡିତା, କୋଭିଡରେ 25 ଦିନ ବଳାତ୍କାର,
ତୃତୀୟ ସୈନିକ ବର୍ବରତା, 9 ଜଣ ଗର୍ଭବତୀ, ବଳାତ୍କାର, ରୁଷିଆର ଯୁଦ୍ଧାସ୍ତ୍ର କହିଛି ପାରେ। ନ୍ୟୁୟର୍କରେ ଗୁଳିକାଣ୍ଡର ଅଭିଯୁକ୍ତଙ୍କର ମୃତଦେହ ଖୋଳି ତନାଘନା, ଫ୍ରାନ୍ସର ଫରେନସିକ୍ ମୃତଦେହ ଖୋଳି ତଦନ୍ତ ଚଳାଇଛି। ଆଉ ପୁଟିନଙ୍କ ସହଯୋଗୀ ଗିରଫ, ମେଡଭୁଜ କିଏ? ଆକବରୁଦ୍ଦିନ ନବାବ ମଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତ। ତ୍ରିପୁରାରେ ଉନିକୋଟି ଜିଲ୍ଲା ଅନ୍ତର୍ଗତ ପଞ୍ଚଥାଲଠାରେ ବିଜୁ ପର୍ବ ପାଳନ ବେଳେ ଦେଓ ନଦୀରେ ଚକମା ସମ୍ପ୍ରଦାୟର ଜଣେ ମହିଳା ଡଙ୍ଗା ଭସାଇଛନ୍ତି। ଯେମିତିକି ଆମ ଓଡ଼ିଶାରେ ଡଙ୍ଗା ଭସା କରାଯାଏ, ପାଳନ କରାଯାଏ କାର୍ତ୍ତିକ ପୂର୍ଣ୍ଣିମାରେ। ଏମିତି ତ୍ରିପୁରାରେ ବିଜୁ ପର୍ବ ପାଳନ କରାଯାଏ। ଆଉ ହାଇଦ୍ରାବାଦରେ ହେବ 25 ଫୁଟର ଆମ୍ବେଦକରଙ୍କ ମୂର୍ତ୍ତି। ଆଚ୍ଛା, କେତେ ଜାଗାରେ କେତେ ପ୍ରକାର ନୂଆବର୍ଷ ପାଳନ ହେଉଛି, ହେଲେ ଓଡ଼ିଶାର ନୂଆବର୍ଷ ଆଉ ବେଲପଣା ବି ଓଡ଼ିଶାରେ ଏହା ବହୁତ ପ୍ରମୁଖ। ଖରାଦିନ ମଧ୍ୟ ବେଲ ପାଚି ଯାଇଥାଏ ଆଉ ବେଲପଣାର ସ୍ୱାଦ ହିଁ ନିଆରା। ଭାବରେ ନେପାଳରେ ଜଣେ 16 ବର୍ଷୀୟ ବାଳକଙ୍କର 37 ଲମ୍ବା ଚୁଟି ଛଡ଼ା। ଏବେ ଆମେ ଚାଲି ଆସିବା କୋଉଠି ଏହାର ଏଡିଟୋରିଆଲ ପେଜକୁ ଯିବା। ଏଡିଟୋରିଆଲ ପେଜ ପୂର୍ବରୁ ଆଉ କିଛି ଇଣ୍ଟରେଷ୍ଟିଂ ନ୍ୟୁଜ ଯଦି କିଛି ଥିବ, ଏଟା ହେଲା ଏଡିଟୋରିଆଲ ମାନେ କି ସମ୍ପର୍କୀୟ ପେଜ, ଏହାକୁ ତ ପଢିବା ତବେ ଦେଖିବା କି ଆଉ କଣ ଇଣ୍ଟରେଷ୍ଟିଂ ନ୍ୟୁଜ। ଓଡ଼ିଆ ନବବର୍ଷ ଉପଲକ୍ଷେ ବୁଧବାର ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା। ଆପଣ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା। ଜୟ ଜଗନ୍ନାଥ। ଆଉ ଗୋଟେ ଇଣ୍ଟରେଷ୍ଟିଂ ଯେ ଭୁବନେଶ୍ୱର ଗୋଆ ନଭି ମୁମ୍ବାଇ ଭେନ୍ୟୁ କଣ ପାଇଁ ନା 17 ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଏଠାରେ ଅନୁଷ୍ଠିତ ହେବା ପାଇଁ ଯାଉଛି। ନାଇଁ ଆଉ ସେଭଳି କିଛି ନାହିଁ, ଏଡିଟୋରିଆଲ ପେଜକୁ ଡାଇରେକ୍ଟ ଆସିବା, ଆପଣମାନେ ମଧ୍ୟ ପଢିପାରିବେ। 30 ବର୍ଷ ତଳର 14 ଏପ୍ରିଲ 1997 ମସିହାରେ କଣ ହୋଇଥିଲା? ଭାରତ ସୀମାନ୍ତ ଦେଇ ମହିଳା ଓ ଶିଶୁ ଚାଲାଣକୁ ରୋକିବା ଏବଂ ସୀମାନ୍ତ ଅପରାଧ ଚୋରା କାରବାରକୁ ରୋକିବା ସହିତ ସୂଚନା ଆଦାନ ପ୍ରଦାନ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଆଜିର ଏହି ଦିନ। ମଧ୍ୟପ୍ରଦେଶର ସିନ୍ଧୱା ସ୍ଥିତ ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ ଘଟି 40 ସୂତାକଳ ଭସ୍ମ ହୋଇଯାଇଥିଲା। ଉତ୍ତରପ୍ରଦେଶର ପୌଡ଼ିଗଡ଼ୱାଲା ଜିଲ୍ଲା ଅନ୍ତର୍ଗତ ଶିଲାଘାଟ ନିକଟରେ 300 ଫୁଟ ଗଭୀର ଖାତ ମଧ୍ୟକୁ ଏକ ବସ୍ ଖସି ପଡ଼ିବା ଫଳରେ 25 ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଆଉ ଏଇ ଭାରତରେ କଣ ହେଇଛି ଗୋଟେ ଇଣ୍ଟରେଷ୍ଟିଂ ନ୍ୟୁଜ ଏଥିରେ ଥାଏ। HIV ପୀଡ଼ିତ ହୋଇ ସାମାଜିକ ବାଧାକୁ ସାମ୍ନା କରି ଏଭଳି ରୋଗରେ ପୀଡ଼ିତ ବହୁ ମହିଳାଙ୍କ ପାଇଁ ଆଶାବାଡ଼ି ପାଲଟିଛନ୍ତି ସୁରିନ୍ଦର କୌର। ରାଜସ୍ଥାନର ଅଲୱାର ଜିଲ୍ଲାରେ ଏକ ଗରିବ ପରିବାରରେ ଜନ୍ମିତ ସୁରିନ୍ଦର ମାଟ୍ରିକ ପାସ୍ ପରେ ଜଣେ ଗାଡ଼ି ଚାଳକଙ୍କୁ ବିବାହ କରିଥିଲେ। ପରେ HIV ପଜିଟିଭରେ ଆକ୍ରାନ୍ତ ହୋଇଥିଲେ। ସେତେବେଳକୁ ତାଙ୍କୁ ବୟସ 19 ଓ ତାଙ୍କର ବି ଏକ କନ୍ୟା ସନ୍ତାନ ଥିଲା। ତାଙ୍କୁ ଆତ୍ମହତ୍ୟା କରିବା ଲାଗି ମଧ୍ୟ କୁହାଯାଇଥିଲା, ହେଲେ ସେ ଏସବୁକୁ ଖାତିର ନକରି 10 ବର୍ଷ ବିନା ଔଷଧରେ ବଞ୍ଚି ରହିବା ପରେ 2005 ଗୁଡଗାଁରେ ଏକ NGO ସହ କ୍ଷମା ଚାହିଁବି, ମୁଁ ଏଥିରେ ଟିକେ ଚେକ୍ କରିବା ପାଇଁ ଚାହୁଁଛି କି ରେକର୍ଡିଂ କଣ୍ଟିନ୍ୟୁ ଅଛି କି ନାହିଁ। ରେକର୍ଡିଂ କଣ୍ଟିନ୍ୟୁ।
ପରେ ହରିୟାଣା ଏଡ୍ସ ନିୟନ୍ତ୍ରଣ ସୋସାଇଟିରେ କାମ କରି ଅର୍ଥ ଉପାର୍ଜନ କରି ସ୍ୱାଧୀନ ଭାବେ ଜୀବନ ନିର୍ବାହ କରିଥିଲେ। ଏବେ ସାଥୀ ଏନଜିଓରେ କାର୍ଯ୍ୟ କରୁଛନ୍ତି। ସାଥୀ ଏକ ଏନଜିଓ ସେଥିରେ କାମ କରୁଛନ୍ତି ଓ ଏହା ମାଧ୍ୟମରେ HIV ସଂକ୍ରମିତ ମହିଳାଙ୍କର ଯତ୍ନ ନେଉଛନ୍ତି। କେବଳ ଏତିକି ନୁହେଁ, ଆର୍ଥିକ ସମସ୍ୟାରେ ରହୁଥିବା ଏଭଳି ମହିଳାଙ୍କୁ ସାହାଯ୍ୟ କରୁଛନ୍ତି। ନିଜ ସଞ୍ଚିତ ଅର୍ଥରୁ ସେ ଏହା କରନ୍ତି। ଏବେ ସୁଦ୍ଧା HIV ପୀଡ଼ିତ 200ରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିସାରିଲେଣି। କିଏ? ସୁରିନ୍ଦର କୌର। ଯେଉଁ ମହିଳାମାନେ HIV ସଂକ୍ରମଣ ଲୁଚାଉଛନ୍ତି ସେମାନଙ୍କୁ ସୁରିନ୍ଦର ବୁଝାସୁଝା କରି ଚିକିତ୍ସାର ବନ୍ଦୋବସ୍ତ କରୁଛନ୍ତି। ଏନଜିଓ କାର୍ଯ୍ୟ ନିର୍ଘଣ୍ଟ ବାହାରେ ସେ ନିଜ ଖର୍ଚ୍ଚରେ ପୀଡ଼ିତାଙ୍କ ନିକଟରେ ପହଞ୍ଚୁଛନ୍ତି ଏବଂ ସେମାନଙ୍କର ଭଲ ମନ୍ଦ ମଧ୍ୟ ବୁଝୁଛନ୍ତି। ଦେଖନ୍ତୁ, HIV ଏକ ଏଭଳି ରୋଗ, ଯଦି ଆପଣ ତାକୁ ପ୍ରାରମ୍ଭିକ ଅବସ୍ଥାରେ ମାନେ କି ପ୍ରାଇମେରୀ ଷ୍ଟେଜରେ ସିଏ ଡାଇଗ୍ନୋସିସ୍ ହେଇପାରୁଛି, ତାକୁ ଆପଣ ଜାଣିପାରୁଛନ୍ତି, ତା ବିଷୟରେ ଆପଣଙ୍କୁ ସଠିକ ଷ୍ଟେପ୍ ନେବା ଉଚିତ ଏବଂ ସେଥିପାଇଁ ଆପଣ ମଧ୍ୟ ମେଡିସିନ ବା ଟ୍ରିଟମେଣ୍ଟ ଯଦି ପ୍ରଥମରୁ ରହିବେ, ତେଣୁକରି ସେଇ ରୋଗକୁ ଆପଣ ମଧ୍ୟ ଦୂର କରିପାରିବେ। ମାନେ କି ଜିଡୋଭିଡଲ ନାମରେ ମଧ୍ୟ ଔଷଧ ଅଛି, ମୁଁ ଶୁଣିଥିଲି। ଏବେ ଦେଖିବା ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ବିଷୟରେ। ମାନ୍ୟବର ଜୟଶ୍ରୀ ପଟ୍ଟନାୟକ କଣ କହିଛନ୍ତି? ସୂର୍ଯ୍ୟଙ୍କର ବାର୍ଷିକ ଗତି ବା ରାଶିଚକ୍ର 12ଟି ରାଶି ମଧ୍ୟ ଦେଇ ଗତି କରିଥାଏ। ଏହି ଗତିକୁ ସଂକ୍ରାନ୍ତି କୁହାଯାଏ। 12ଟି ରାଶିକୁ ନେଇ ହୋଇଥାଏ 12ଟି ସଂକ୍ରାନ୍ତି। ତନ୍ମଧ୍ୟରୁ ମହାବିଷୁବ ସଂକ୍ରାନ୍ତି ହେଉଛି ଶ୍ରେଷ୍ଠ ସଂକ୍ରାନ୍ତି, କାରଣ ଏହି ଦିନ ସୂର୍ଯ୍ୟ ବିଷୁବ ରେଖା ଆଡ଼କୁ ଉତ୍ତରାୟଣ ଗତି କରିଥାନ୍ତି ଓ ସୌରବର୍ଷ ପ୍ରଥମ ଦିନ ହୋଇଥାଏ। ବିଷୁବ ରେଖା ଆପଣମାନେ ଜାଣିଥିବେ। ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି, ତେଣୁ ଏହି ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହନ୍ତି। ଏହି ଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ରହୁଥିବାରୁ ଏହି ସଂକ୍ରାନ୍ତିକୁ ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ହିନ୍ଦୁମାନେ ବିଷୁବ ସଂକ୍ରାନ୍ତିକୁ ଏକ ପୁଣ୍ୟ ଦିବସ ରୂପେ ମାନିଥାନ୍ତି, କାରଣ ଆମେ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ବାସ କରୁ। ତେଣୁ ସୂର୍ଯ୍ୟଙ୍କର ମାନେ କି ନର୍ଦର୍ନ ହେମିସ୍ଫିୟର, ଉତ୍ତର ଗୋଲାର୍ଦ୍ଧ, ତେଣୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ପାଇଁ ଆମ ପାଇଁ ଅତି ପବିତ୍ର ସମୟ। ଏହି ସମୟ ବୈଶାଖ ସଂକ୍ରାନ୍ତି ତିଥିରୁ ଆରମ୍ଭ ହୋଇଥିବାରୁ ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ଓଡ଼ିଆ ପଞ୍ଜିକା ଅନୁଯାୟୀ ଏହି ଦିନ ଓଡ଼ିଆର ନବବର୍ଷର ପ୍ରଥମ ଦିନ। ମହାବ୍ରହ୍ମଚାରୀ ପବନସୁତ ହନୁମାନଙ୍କ ଜନ୍ମଦିନ ଏହି ଦିନ ହୋଇଥିବାରୁ ତାଙ୍କର ବିଶେଷ ପୂଜାର୍ଚ୍ଚନା ମଧ୍ୟ କରାଯାଏ। ହନୁମାନ ପବନପୁତ୍ର ହୋଇଥିବାରୁ ଅଗ୍ନି ଓ ବାୟୁ ପ୍ରକୋପରୁ ରକ୍ଷା କରିବା ପାଇଁ ଏହି ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ହନୁମାନଙ୍କ ନିକଟରେ ବିଭିନ୍ନ ଫଳମୂଳ ସହିତ ଛତୁଆ ଓ ପଣା ଭୋଗ ବିଧି ପ୍ରଚଳିତ। ତେଣୁ ଏହି ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ଶକ୍ତି ବୃଦ୍ଧି ପାଇଁ ଚଣା, ଗୁଡ଼ ଓ ବେସନ ପ୍ରସ୍ତୁତ ଲଡୁ ହନୁମାନଙ୍କ ପାଖରେ ଲାଗେ। ଦିନ ସାରା ହନୁମାନ ଚାଳିଶା, ସଙ୍କଟ ମୋଚନ ଚଉତିସା, ତୁଳସୀ ରାମାୟଣ ପାଠ କରାଯାଏ। ମହାଭାରତ ଯୁଦ୍ଧରେ ଭୀଷ୍ମ ଶରଶଯ୍ୟାରେ ଥିବାବେଳେ ତାଙ୍କୁ ଶୋଷ ଲାଗିବାରୁ ଅର୍ଜୁନ ଏକ ଶର ମାରି ପୃଥିବୀ ପୃଷ୍ଠରୁ ଜଳଧାରା ସିଧା ତାଙ୍କ ପାଟିରେ ଦେଇ ତୃଷା ମେଣ୍ଟାଇଥିଲେ। ଏହି ଦିନ ଥିଲା ବିଷୁବ ସଂକ୍ରାନ୍ତି। ତୃଷା ମେଣ୍ଟିବା ପରେ ଭୀଷ୍ମ ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଥିଲେ, ଯେଉଁ ବ୍ୟକ୍ତି ଏହି ସମୟରେ ତୃଷାର୍ତ୍ତକୁ ଜଳଦାନ ଦେବେ, ତାହାର ସମସ୍ତ ପାପ କ୍ଷୟ ହେବା ସହ ସେ ପୁଣ୍ୟ ଅର୍ଜନ କରିବ। ଫଳରେ ଏହି ଦିନ ଲୋକମାନେ ପୁଣ୍ୟ ଅର୍ଜନ ପାଇଁ ଜଳଦାନ କରିଥାନ୍ତି। ଏହି ଦିନ ଶିବଲିଙ୍ଗ, ଶାଳଗ୍ରାମ, ଅଶ୍ୱତ୍ଥ ଓ ତୁଳସୀ ଗଛକୁ ଜଳ ଅର୍ପଣ କରାଯାଏ। ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ବିଷୁବ ରେଖା ଆଡ଼କୁ ଗତି କରୁଥିବାରୁ ପ୍ରଚଣ୍ଡ ଖରା ବା ବିଷୁବ ରେଖାର ତିର୍ଯ୍ୟକ କିରଣ ଏହି ସମୟରେ ପୃଥିବୀ ପୃଷ୍ଠ ଉପରେ ପଡ଼େ। ଫଳରେ ପୃଥିବୀ ଉତ୍ତପ୍ତ ହେବାର ଲାଗେ। ସୂର୍ଯ୍ୟଙ୍କର ତେଜ ଗତି ଫଳରେ ମାନବ ସମାଜ, ଜୀବଜଗତ, ବୃକ୍ଷଲତା ସମସ୍ତେ ପ୍ରଭାବିତ ହୋଇଥାନ୍ତି। ନଦୀ, ନାଳ, କୂପ, ଜଳାଶୟ ସବୁ ଶୁଖି ଯାଇଥାଏ। ତେଣୁ ଏହି ଗରମ ତେଜରୁ ରକ୍ଷା କରିବା ପାଇଁ ଜଳଛତ୍ରମାନ ମଧ୍ୟ ଖୋଲାଯାଇଥାଏ। ଲେମ୍ବୁ ପଣା, ମିଶ୍ରି ପଣା, ଦହି ସରବତ, ଆଖୁ ପଣା, ବେଲପଣା ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଓ ଜଳ ଶୁଷ୍କତା ଦୂର ହୁଏ, ଡ୍ରାଇନେସ୍ ମଧ୍ୟ ଦୂର ହୁଏ। ଦୋକାନ ଗୁଡ଼ିକରେ ଫଳ ରସ ଓ ଲସି ବିକ୍ରି ହେଉଥିବାର ଦେଖାଯାଏ। ଏବେ ତ ମାନେ ଗୋଟେ ହେବାରେ ଚାଲିଛି କଣ, ଲୋକମାନଙ୍କ ଭିତରେ ଏକ ଭାଇରାଲ ହେବାରେ ଚାଲିଛି ଯେ ଲେମ୍ବୁର ରେଟ୍ ବଢି ଯାଇଛି। କିଛି ଅସାଧୁ ବ୍ୟବସାୟୀ ମଧ୍ୟ ଲେମ୍ବୁକୁ ରଖି ଏଇଭଳି ମଧ୍ୟ ରେଟ୍ ବଢେଇଥିବାର ମୋର ଅନୁମାନ। ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପଣା ସଂକ୍ରାନ୍ତି ଦିନ ଜଳଛତ୍ର ଖୋଲାଯାଇ ରାସ୍ତାରେ ଯାଉଥିବା ପଥିକମାନଙ୍କ ତୃଷା ନିବାରଣ କରାଯାଏ। ତେଣୁ ଏହାର ଅନ୍ୟ ନାମ ଜଳଦାନ ସଂକ୍ରାନ୍ତି। ଏହି ଦିନ ଚଉରାରେ ବସୁନ୍ଧରା ଟେକି କରାଯାଇ ତୁଳସୀ ଗଛ ଉପରେ ଛାମୁଡିଆ ବନ୍ଧାଯାଇ ନଡ଼ିଆ, ବାହୁଙ୍ଗା ଓ ଜାମୁ ଡାଳରେ ଛାୟା ପ୍ରଦାନ କରାଯାଏ ଏବଂ ଠେକିରେ ଜଳ ରଖି ଅତି କ୍ଷୁଦ୍ର କଣା କରି କୁଟା ଖଣ୍ଡରେ ବନ୍ଦ କରି ସରୁ ଜଳଧାରାର ବ୍ୟବସ୍ଥା କରାଯାଇଥାଏ। ତୁଳସୀ ଗଛ ରୋପଣ ପୂଜନ ପ୍ରତ୍ୟେକ ହିନ୍ଦୁ ପରିବାରର ପରମ୍ପରା।
ଏହା ମୂଳରେ ସର୍ବଦେବତାଙ୍କର ବାସ ଓ ତୁଳସୀ ତ୍ରିତାପ ନାଶକାରୀ, ତେଣୁ ବୈଶାଖ ରୌଦ୍ରରୁ ରକ୍ଷା କରିବା ପାଇଁ ପ୍ରତିଦିନ ବସୁନ୍ଧରା ଠିକିରେ ପାଣି ଦିଆଯାଏ। ଜଳଧାର ଯେପରି ଟୋପା ଟୋପା ହୋଇ ତୁଳସୀ ଗଛରେ ମାସକ ଯାକ ପଡ଼ିବ, ସେଥିପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ତେଣୁ ଏହାକୁ ମାନେ ଠେକି ବସା ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏଟା ଛୋଟ ମାଠିଆକୁ ଠେକି ବୋଲି କୁହାଯାଏ। ଦଣ୍ଡଯାତ୍ରା ମୀନ ସଂକ୍ରାନ୍ତିର 9 ଦିନ ପରେ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ଶେଷ ହୁଏ। ଅନେକ ଦେବୀ ପୀଠରେ ଝାମୁଯାତ୍ରା ହୋଇଥାଏ। ମହାବିଷୁବ ସଂକ୍ରାନ୍ତି ଦିନ ଓଡ଼ିଆ ନବବର୍ଷ ପାଳନ ସହ ନୂତନ ପାଞ୍ଜି ପ୍ରଚଳନ କରାଯାଇଥାଏ। ଏବେ ଦେଖିବା ଯେ ମୁଖ୍ୟ ନିବନ୍ଧ କଣ ଅଛି। ବିଜନେସ ରେ ଅସମାନତା। ଏହାର ଲେଖକ କିଏ? ଫିଲିପେ ହିମ୍, ସିଇଓ ଲା ବାଙ୍କେ ପୋଷ୍ଟାଲ ଆଣ୍ଡ ଆଉ ଜଣେ ହଉଛନ୍ତି ବର୍ଟାଣ୍ଡ ବନ୍ଦ୍ରେ, ମ୍ୟାନେଜିଂ ଡାଇରେକ୍ଟର ୱାର୍ଲଡ ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର ସିଏ ଅଛନ୍ତି। ଏହି ଛୋଟ ଲୋକ ମଧ୍ୟ ନୁହନ୍ତି ଏବଂ ସେମାନଙ୍କର ଉକ୍ତି ବା ସେମାନଙ୍କର ବାର୍ତ୍ତା ମଧ୍ୟ ଏତେ ଛୋଟ ନୁହଁ। ସେ ସବୁ ପଢି ବୁଝିବା ଅତ୍ୟନ୍ତ ସମୟ ସାପେକ୍ଷ। ତଥାପି ବି ମୁଁ ଚେଷ୍ଟା କରିବି ଏସବୁ ପଢି ଆପଣମାନଙ୍କୁ। ଆମେ ଏକ ଅଧିକ କ୍ଷତିପ୍ରବଣ ବିଶ୍ୱରେ ରହୁଛେ ବୋଲି ନିକଟରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି IMF ବୋଲି କୁହାଯାଏ, ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଭା କହିଥିଲେ। ମାନେ ସେ କଣ କହିଥିଲେ? ଆମେ ଏକ ଅଧିକ କ୍ଷତିପ୍ରବଣ ବିଶ୍ୱରେ ରହୁଛେ। ସମ୍ଭାବ୍ୟ କ୍ଷତି ବା ସମସ୍ୟାକୁ ସାମ୍ନା କରିବା ପାଇଁ ସମ୍ମିଳିତ ଶକ୍ତି ଦରକାର ବୋଲି ସେ ପ୍ରକାଶ କରିଥିଲେ। ମାନେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଲୋକଙ୍କର ଏହି ଅବସ୍ଥା। ଆନ୍ତର୍ଜାତିକ ସ୍ତରରେ ସେ ବିଚାର ବିମର୍ଶ କରି ବା କିଛି ପୁଙ୍ଖାନୁପୁଙ୍ଖ ଆନାଲିସିସ୍ କରି ସେ ବିଷୟରେ ମାନେ ଏ ନିର୍ଣ୍ଣୟରେ ପହଞ୍ଚିଛନ୍ତି। ବାସ୍ତବରେ ସେ ଠିକ କଥା କହିଛନ୍ତି। ରୁଷିଆର ୟୁକ୍ରେନ ଆକ୍ରମଣର କିଛି ସପ୍ତାହ ମଧ୍ୟରେ ଭୂ-ରାଜନୈତିକ ପ୍ରସଙ୍ଗ ଅର୍ଥାତ୍ ରାଜନୈତିକ ଓ ଆନ୍ତର୍ଜାତିକ ସମ୍ପର୍କ ବଦଳି ଯାଇଛି। ଏହି ଯୁଦ୍ଧ ବିଶ୍ୱକୁ ଅନିଶ୍ଚିତତା ମଧ୍ୟକୁ ଠେଲିଦେବା ସହ ଏକ ନୂଆ କୂଟନୈତିକ ମତଭେଦ ସୃଷ୍ଟି କରିଛି। ଖାଦ୍ୟ ଶକ୍ତି ଭଳି ମୌଳିକ ବିଷୟ, ଡିଜିଟାଲ ସୁରକ୍ଷା ଏବଂ ବିଶ୍ୱ ବାଣିଜ୍ୟର ସଂସ୍ଥାଗୁଡ଼ିକୁ ପ୍ରଭାବିତ କରୁଥିବା ବିଶ୍ୱର ନୂଆ ଗତିଶୀଳତାର ମୂଲ୍ୟାଙ୍କନ ପାଇଁ ସରକାରଗୁଡ଼ିକୁ ସେମାନଙ୍କର ବିକଳ୍ପଗୁଡ଼ିକ ଉପରେ ପୁନର୍ବିଚାର କରିବାକୁ ହେବ। ଏଠାରେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଯୁଦ୍ଧ ତ ହେଉଛି ଏତେ ଦୂରରେ, କିନ୍ତୁ ଆମମାନଙ୍କ ଉପରେ କେମିତି ପ୍ରଭାବ ପଡୁଛି? ସେଟା ବୁଝିବାକୁ ହେଲେ ଦେଖନ୍ତୁ, ଆମକୁ କଣ କରିବାକୁ ପଡିବ? ଦେଖନ୍ତୁ, ପ୍ରତ୍ୟେକ ଦେଶ ଆମର ବିଶ୍ୱରେ ଏବେ ଏତେ ସବୁ ଫ୍ଲେକ୍ସିବିଲିଟି ଆସିଗଲାଣି ଯେ, ମାନେ କି ନମନୀୟତା ଆସିଗଲାଣି ଯେ ଗୋଟିଏ ରାଷ୍ଟ୍ର ଆଉ ଗୋଟେ ରାଷ୍ଟ୍ର ଉପରେ ନିର୍ଭର ନକରି ରହିପାରିବ ନାହିଁ। ଆଉ ଆମ ଭାରତ ହଉଛି ପ୍ରାୟତଃ ନିର୍ଭର କରୁଥିବା ରାଷ୍ଟ୍ର, ମାନେ କି ଏକ ବିକାଶଶୀଳ ରାଷ୍ଟ୍ର। ତେଣୁକରି ସେ ଅବଭିୟସଲି ବାହାରେ ଯେଉଁ ସବୁ ଉନ୍ନତ ରାଷ୍ଟ୍ର ବା ଯେଉଁମାନେ ଡେଭଲପ୍ଡ କଣ୍ଟ୍ରି ସେମାନଙ୍କ ଉପରେ ନିର୍ଭର କରୁଛି ଏବଂ ସେମାନଙ୍କର ପରିସ୍ଥିତି ଯେତେବେଳେ ଏଭଳି ଶୋଚନୀୟ, ତେଣୁକରି ସେମାନେ ନିଜର ପରିସ୍ଥିତିକୁ ସୁଧାରିବା ପାଇଁ ସେମାନେ ତାଙ୍କର ଜିନିଷକୁ ଅତି ଉଚ୍ଚ ଦରରେ ବିକିଥାନ୍ତି। ସାଧାରଣତଃ ଆମେ କ୍ରୁଡ୍ ଅଏଲ ଆମେ ମଗାଇଥାଉ ବହୁତ ମାତ୍ରାରେ ମାନେ କ୍ରୁଡ୍ ଅଏଲ ଆଉ ଆମର କିଛି ୱେପନ୍ସ ମାନେ କିଛି ସବୁ ଯେତେ ସବୁ ଯୁଦ୍ଧାସ୍ତ୍ର ବଗେରା ରହିଲା ସେସବୁ ମଧ୍ୟ ରୁଷିଆ ଠାରୁ ବହୁତ ଆମଦାନୀ କରିଥାଉ। ଯଦି ସେଠାରେ ପରିସ୍ଥିତି ବିପନ୍ନ, ସେମାନେ ନିଜର ପରିସ୍ଥିତିକୁ ସୁଧାରିବାକୁ ଯାଇ ନିଜର ଯୋଉ ସବୁ ଜିନିଷ ଥିଲା ସେସବୁର ମୂଲ୍ୟ ବଢାଉଛନ୍ତି। ଏଣୁ ଆମେ ଯଦି ସେ ସବୁକୁ ଅଧିକ ଉଚ୍ଚ ମାତ୍ରାରେ କିଣିବା, ଆମ ପାଖରେ ମଧ୍ୟ ଅଧିକ ଟଙ୍କାର ଆବଶ୍ୟକତା ପଡିବ ଏବଂ ଆମମାନଙ୍କର ଅଧିକ ଟଙ୍କାର ଆବଶ୍ୟକତା କେମିତି ମେଣ୍ଟିବ? ସବୁ ସାଧାରଣ ଲୋକମାନେ ଯଦି ସମାନ ଭାବରେ କଣ୍ଟ୍ରିବ୍ୟୁଟ କରିବେ। ତେଣୁକରି ଧୀରେ ଧୀରେ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଟ୍ୟାକ୍ସ ରୂପରେ ଯେମିତି GST ଏଇ ସବୁ ଭାବରେ ଟ୍ୟାକ୍ସ ଦେଇକିନା କି ଆମର ଯୋଉ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟକୁ ଟ୍ୟାକ୍ସ ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟକୁ ଟ୍ୟାକ୍ସ ଦେଇକିନା ଆମେ ଯେତେ ପ୍ରକାର ସମ୍ଭବ ଆମେ ଭାରତର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଛେ ବିଭିନ୍ନ ପ୍ରକାର ଦ୍ରବ୍ୟର କ୍ରୟ ବିକ୍ରୟ କରିକିନା। ନିକଟରେ ଜଗତୀକରଣ ଅନ୍ତ୍ୟ ହେବାର ସମ୍ଭାବନା ନଥିବା ବେଳେ ଏହା ଯୋଗୁଁ ନିର୍ଦ୍ଦିଷ୍ଟ ଭାବେ ଭୀଷଣ କ୍ଷତି ହେବା ଭଳି ସ୍ଥିତି ଦେଖାଯାଇଛି। ବିଜନେସର ଢାଞ୍ଚାଗତ ପରିବର୍ତ୍ତନ ହୋଇସାରିଲାଣି। ଏହିଭଳି ଏକ ଆହ୍ୱାନପୂର୍ଣ୍ଣ ପରିବେଶରେ ସାମଗ୍ରିକ ସାମର୍ଥ୍ୟ ସୃଷ୍ଟି କରିବା ଗୁରୁତ୍ୱ ରହିଛି। କିନ୍ତୁ ଏହା ଲାଗି ସବୁ ସ୍ତରରେ ଅର୍ଥାତ୍ ଆନ୍ତଃରାଷ୍ଟ୍ରୀୟ ବିଶେଷ କରି ୟୁରୋପରେ ରାଷ୍ଟ୍ରୀୟ ବିଜନେସ, ସରକାରୀ ସଂସ୍ଥା ଏବଂ ନାଗରିକ ସମାଜଗୁଡ଼ିକ ମଧ୍ୟରେ ଏକତା ଓ ରାଜନୈତିକ ସହଯୋଗ ଆବଶ୍ୟକ। ଶକ୍ତି ଓ ଖାଦ୍ୟ ସୁରକ୍ଷା ଦିଗରେ ସଫଳତା ହାସଲ କରିବା କେବଳ ଆମ ସାମର୍ଥ୍ୟ ଉପରେ ନୁହେଁ, ବରଂ ଏହା ସମାନତା ଏବଂ ନୀତି ନିର୍ଦ୍ଧାରଣ ସ୍ୱଚ୍ଛତା ଉପରେ ନିର୍ଭର କରିବ। କିନ୍ତୁ ବିଜନେସରେ ଏବକାର ଅସମାନତା ତୀବ୍ର ହେବାରେ ଲାଗିଛି ଏବଂ ସମ୍ମିଳିତ କାର୍ଯ୍ୟର ସାମର୍ଥ୍ୟକୁ କ୍ଷତି ପହଞ୍ଚାଇଛି। ଆମେ ଜଗତୀକରଣର ସପକ୍ଷ ଓ ବିରୋଧ ସମ୍ପର୍କିତ ବିତର୍କକୁ ବାଦ ଦେଇ ଏକ ଅଧିକ ସ୍ଥାୟୀ ଏବଂ ସମାବେଶୀ ଅର୍ଥ ବ୍ୟବସ୍ଥା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ।
ଜଗତୀକରଣରେ ଘଟିଥିବା ଗ୍ଲୋବାଲାଇଜେସନ, ଜଗତୀକରଣକୁ ଏଠାରେ ମୁଁ ସ୍ପଷ୍ଟ କରିବାକୁ ଚାହେଁ, ଏଠାକୁ ଆମେ ଗ୍ଲୋବାଲାଇଜେସନ କହିବା। ଜଗତୀକରଣ ମାନେ ଗ୍ଲୋବାଲାଇଜେସନ। ଘଟିଥିବା ଘଟଣାଗୁଡ଼ିକୁ ବିଚାର କଲେ ସ୍ପଷ୍ଟ ହୁଏ ଯେ 2001ରେ 2001ରେ ବିଶ୍ୱ ବାଣିଜ୍ୟ ସଂସ୍ଥା WTO ରେ ଚାଇନା ପ୍ରବେଶ କରିଥିଲା। ଆଞ୍ଚଳିକ ପରିଧିରୁ ବାହାରି ଲାଭ ପାଇଁ ବିଦେଶରେ କମ୍ପାନୀ ଆରମ୍ଭ କରି ଏବଂ ପାଶ୍ଚାତ୍ୟରେ ଶିଳ୍ପ କ୍ଷମତା ହ୍ରାସ କରି ଚାଇନା ବୈଶ୍ୱିକ ଅସନ୍ତୁଳନତା ବୃଦ୍ଧି କରିଥିଲା। ଏହା ଯୋଗୁଁ ଘଟିଥିବା ମୂଲ୍ୟ ହ୍ରାସକୁ ଉପଭୋକ୍ତାମାନେ ସ୍ୱାଗତ କରିଥିଲେ ମଧ୍ୟ ତାହା ମଧ୍ୟବିତ୍ତ ବର୍ଗଙ୍କ କ୍ରୟ କ୍ଷମତାରେ ହୋଇଥିବା କ୍ଷତିକୁ ପୂରଣ କରିବାକୁ ପର୍ଯ୍ୟାପ୍ତ ହୋଇନଥିଲା। କେବଳ ଏତିକି ନୁହେଁ, ଶିଳ୍ପ ଆଧାରରେ ହୋଇଥିବା କ୍ଷତିକୁ ନେଇ ଦେଶଗୁଡ଼ିକରେ ବଢୁଥିବା ଅସୁରକ୍ଷା ଭାବ ଦୂର କରିବାକୁ ସକ୍ଷମ ହୋଇନଥିଲା। ପରିଣାମ ସ୍ୱରୂପ ଜଗତୀକରଣ ସାମାଜିକ ନିରପେକ୍ଷତା ଏବଂ ବର୍ଦ୍ଧିତ ଲୋକପ୍ରିୟତାକୁ ହ୍ରାସ କରିଛି। ପାଶ୍ଚାତ୍ୟରେ ନିଯୁକ୍ତିଦାତାଙ୍କ ଶସ୍ତାରେ ଶ୍ରମିକ ପାଇବାର ପ୍ରଚେଷ୍ଟା ଯୋଗୁଁ କର୍ମଚାରୀମାନେ ମଧ୍ୟ ଅସୁବିଧାରେ ପଡ଼ିଥିଲେ। ସେମାନଙ୍କର ଆବଶ୍ୟକ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ନଥିଲା, କିନ୍ତୁ ସରକାରୀ ବ୍ୟୟ ଏବଂ ପୁନଃ ବିତରଣ କାର୍ଯ୍ୟକ୍ରମଗୁଡ଼ିକ ଆଂଶିକ ଭାବେ ଆର୍ଥିକ ଅସମାନତା କମ୍ କରିଥିଲା। ଏବେ କିନ୍ତୁ ଏହା ସମସ୍ୟା ଦୃଢ଼ ହୋଇଛି। ଏହାକୁ ଦୂର କରିବା ଲାଗି କୌଣସି ଗୋଟିଏ ଦେଶର କାର୍ଯ୍ୟ ବା ପଦକ୍ଷେପ ଉପରେ ଆମେ ଆଉ ବେଶୀ ଦିନ ଭରସା କରିପାରିବା ନାହିଁ। ଆତ୍ମନିର୍ଭର ଭାରତ ସେଥିପାଇଁ ଏକ ବହୁତ ସ୍ୱାଗତଯୋଗ୍ୟ ଷ୍ଟେପ୍। ଘରୋଇ କ୍ଷେତ୍ରରେ ମଧ୍ୟ ଏଥିପାଇଁ ଆଗକୁ ଆସି ସାମାଜିକ ଚୁକ୍ତିକୁ ସମର୍ଥନ କରି ମଜବୁତ କରିବା ଉଚିତ। କେତେକ କମ୍ପାନୀର ପ୍ରଶିକ୍ଷଣ, ନିଯୁକ୍ତି ଏବଂ ବିବିଧ ନୀତି ରହିଛି ଓ ଏହାକୁ ସହଜ କରିବାକୁ ହେବ। ଏ ସଂକ୍ରାନ୍ତରେ ସିଭିଲ ସୋସାଇଟିର ପ୍ରୟାସକୁ ସମର୍ଥନ ଓ ପ୍ରୟୋଜନକୁ ନିଶ୍ଚିତ କରିବାକୁ ପଡ଼ିବ। କିନ୍ତୁ ବିଜନେସର ସ୍ଥାୟିତ୍ୱରେ ଅସମାନତା ଏକ ପ୍ରସଙ୍ଗ ବୋଲି ନିବେଶକ ଏବଂ କମ୍ପାନୀ ପରିଚାଳକମାନେ ବିଚାର କରିବା ଦରକାର। ବିଶେଷ କରି ବ୍ୟାଙ୍କ ଏବଂ ବିତ୍ତୀୟ ସଂସ୍ଥାଗୁଡ଼ିକ ଅସମାନତା ଦୂର କରିବା ଲାଗି ଭଲ ସ୍ଥିତିରେ ରହିଛନ୍ତି। ସେମାନେ ଏହାକୁ 3ଟି ଉପାୟରେ କରିପାରିବେ। ପ୍ରଥମରେ, ସେମାନେ ସାମାଜିକ, ଡିଜିଟାଲ ଏବଂ ଆର୍ଥିକ ସ୍ତରରେ ବଞ୍ଚିତ ଲୋକଙ୍କ ନିକଟରେ ପହଞ୍ଚିବା ଲାଗି ଅଧିକ କିଛି କରିପାରିବେ। ଆର୍ଥିକ ସମସ୍ୟାରେ ଥିବା ଲକ୍ଷ ଲକ୍ଷ ଲୋକଙ୍କୁ ବ୍ୟାଙ୍କଗୁଡ଼ିକ ସେବା ଯୋଗାଉଛନ୍ତି। ଏଣୁ ଲୋକଙ୍କ ନୀତିଦିନିଆ ସମସ୍ୟାଗୁଡ଼ିକର ସମାଧାନ କରିବା ଲାଗି ଆହୁରି ଅଧିକ ସେବା ଯୋଗାଇ ଦେବାକୁ ବ୍ୟାଙ୍କଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ ଯୋଜନା କରିବାକୁ ହେବ। ତେବେ ବହୁ ସମୟରେ ଆର୍ଥିକ ପରିଣାମ ପ୍ରାୟତଃ ଲୋକଙ୍କ ଆବଶ୍ୟକତାଗୁଡ଼ିକ ପାଇଁ ପ୍ରାସଙ୍ଗିକ ହୋଇନଥାଏ। କୋଭିଡ-19 ସଂକଟ ପ୍ରକାଶ ପାଇବା ପରେ ସାମାଜିକ ସଙ୍ଗରୋଧ ଏବଂ ଡିଜିଟାଲ ପୃଥକୀକରଣ ଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ଏବଂ ରହିବା ଲାଗି ଘର ଅଭାବ ଭଳି ସମସ୍ୟା ପ୍ରକାଶ ପାଇଥିଲା ଓ ଏହା ବୃଦ୍ଧି ଘଟିଥିଲା। ଏହି ସବୁ ସମସ୍ୟା ସାମାଜିକ ଓ ରାଜନୈତିକ ଦିଗରୁ ଚିନ୍ତାଜନକ। ଏହା ମଧ୍ୟ ଅସମାନତା ସୃଷ୍ଟି କରିଛି। ଏହା ଉପରେ ବିଚାର କରିବା ଉଚିତ। ଦ୍ୱିତୀୟରେ, ବ୍ୟାଙ୍କ ଏବଂ ବିତ୍ତୀୟ ସଂସ୍ଥାଗୁଡ଼ିକ ଉଭୟ ସରକାରୀ ଏବଂ ଘରୋଇ ହିତାଧିକାରୀଙ୍କ ଉପରେ ଧ୍ୟାନ ଦେବା ଉଚିତ। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯଦି ଆର୍ଥିକ କାର୍ଯ୍ୟକଳାପ ଏବଂ ପୁଞ୍ଜିକୁ କେନ୍ଦ୍ରୀଭୂତ କରାଯାଏ, ତେବେ ବ୍ୟାପକ ସମୃଦ୍ଧିରେ ସମ୍ଭବ ହେବ ନାହିଁ। ସେଭଳି ଅଞ୍ଚଳରେ ବ୍ୟାଙ୍କଗୁଡ଼ିକ ଉତ୍ତମ ସର୍ତ୍ତ ସହିତ ନିବେଶ ପାଇଁ ସୁବିଧା ଦେଇ କାର୍ଯ୍ୟ କରିବାକୁ ସାହାଯ୍ୟ କରିବା ଉଚିତ। ଏକ ଦୀର୍ଘମିଆଦୀ ସାମାଜିକ ଏକତା ଏବଂ ଭାଗିଦାରୀ ସମୃଦ୍ଧି ଶକ୍ତିଶାଳୀ ସ୍ଥାନୀୟ ସମାଜ ଉପରେ ନିର୍ଭର କରେ। ସ୍ଥାନୀୟ ସମାଜ ମଧ୍ୟ ଉଚ୍ଚ ଗୁଣବତ୍ତା ଭିତ୍ତିଭୂମି ଏବଂ ଏଣ୍ଟରପ୍ରେନ୍ୟରସିପ ଉପରେ ନିର୍ଭର କରେ। ଶେଷରେ, ବ୍ୟାଙ୍କ ଏବଂ ବିତ୍ତୀୟ ସଂସ୍ଥାଗୁଡ଼ିକ କାର୍ବନ ନିର୍ଗମନ ହ୍ରାସ, ଜିରୋ କାର୍ବନ ଏମିଶନ ଯୋଉଟାକୁ ଆମେ କହୁଛେ, କାର୍ବନ ଏମିଶନକୁ କମ୍ କରିବାରେ ସହଯୋଗ କରିବେ। ଏହା ଦ୍ୱାରା ଅନେକ ଶିଳ୍ପରେ କାର୍ବନ ନିର୍ଗମନ ହ୍ରାସ, ଏଠାରେ ଆପଣ ମନେ ରଖନ୍ତୁ, କାର୍ବନ ନିର୍ଗମନ ହାର ମାନେ କାର୍ବନ ରିଲିଜ ରେଟ୍, କାର୍ବନ ନିର୍ଗମନ ହ୍ରାସ ମାନେ କାର୍ବନ ରିଲିଜ ରିଡକ୍ସନ ରେଟ୍, ହ୍ରାସ ମାନେ କମ୍। ଆଚ୍ଛା, ଏହା ଦ୍ୱାରା ଅନେକ ଶିଳ୍ପରେ କାର୍ବନ ନିର୍ଗମନ ହାର ହ୍ରାସ କରିବା ଧାରାରେ ପରିବର୍ତ୍ତନ ଆସିବା ସହ ଏହା ଶୀଘ୍ର ହୋଇପାରିବ ଏବଂ ଅଧିକ ଚାକିରି ଯିବାର ସମ୍ଭାବନା ରହିବ। ଯଦି ଲାଭ ଓ କ୍ଷତିକୁ କମ୍ପାନୀ ମାଲିକ, ଅଂଶୀଦାର, ସରକାର ଏବଂ ସେହି ଅଞ୍ଚଳରେ ସେୟାର କରାଯିବ, ତେବେ ଜିରୋ କାର୍ବନ ଏମିଶନର ସମ୍ମିଳିତ କାର୍ଯ୍ୟ ରାଜନୈତିକ ଦୃଷ୍ଟିରୁ ସନ୍ତୋଷଜନକ ହୋଇପାରିବ। ପରିଶେଷରେ, ପରିବେଶଗତ ଓ ସାମାଜିକ ଦୃଷ୍ଟିକୋଣରୁ ବିଜନେସ୍ କାର୍ଯ୍ୟକୁ ସଞ୍ଚାଳନ କରୁଥିବା ବୃତ୍ତିଗତ ଲୋକଙ୍କୁ ବ୍ୟାଙ୍କ ସାହାଯ୍ୟ କରିପାରିବ। ଏହା ଯୋଗୁଁ ଜିରୋ କାର୍ବନ ଏମିଶନର ଲେବଲକୁ ହ୍ରାସ କରିବାକୁ ଆବଶ୍ୟକ ନିବେଶ ଓ ବିତ୍ତୀୟ ପରିବର୍ତ୍ତନ କରିବାର ଆବଶ୍ୟକ ତଥ୍ୟ ସେମାନେ ପାଇପାରିବେ। ଏକ ତତ୍କ୍ଷଣାତ୍ ପରିବର୍ତ୍ତନ ନିଶ୍ଚିତ କରିବାକୁ ଏହି ସବୁ ମାପଦଣ୍ଡଗୁଡ଼ିକୁ ସିଧାସଳଖ ସବୁ ନୀତି ନିର୍ଦ୍ଧାରଣରେ ବିଚାର କରିବା ଦରକାର। ବୈଶ୍ୱିକ ସମବେତରେ ଜଣେ ବାରମ୍ବାର ଶୁଣିବାକୁ ପାଇବ ଯେ ଅସମାନତା ଆର୍ଥିକ ବିକାଶ ପ୍ରତି କ୍ଷତିକାରକ। ଏହା ମଧ୍ୟ ଶୁଣିବାକୁ ମିଳିବ ଯେ ବୃଦ୍ଧି ପାଉଥିବା ସହଯୋଗ ଭିତ୍ତିକ ମାର୍କେଟ ଏବଂ ବିକଶିତ ପଥରେ ଥିବା ଅର୍ଥ ବ୍ୟବସ୍ଥାଗୁଡ଼ିକ ବ୍ୟକ୍ତି ଓ ବିଜନେସ୍ ଉଭୟଙ୍କ ପାଇଁ ଭଲ। ଏବେକାର ବିଜନେସ୍ ଲିଡରମାନେ ଯଦି ଏହା ବୁଝିବେ, ସେମାନେ ଆଗକୁ ଆହୁରି ଯିବାର ଆବଶ୍ୟକତା ଉପଲବ୍ଧି କରିବେ ଓ ଆଗକୁ ମଧ୍ୟ ବଢ଼ିପାରିବେ। ବିନା ପୁନଃ ବିତରଣରେ ଦୀର୍ଘମିଆଦୀ ମୂଲ୍ୟ ସୃଷ୍ଟି କରାଯାଇ ପାରିବ ନାହିଁ ବୋଲି
ସ୍ୱୀକାର କରିପାରିବ ନାହିଁ ବୋଲି ବୋଲଇ ଗ୍ରହଣ କରିବାକୁ ହେବ। ଏହାର ମୂଲ୍ୟ ଆଚ୍ଛା, ଏହା ବ୍ୟତୀତ ଆମ ବିଜନେସ୍ ମଡେଲରେ ଅସମାନତା ଏକ ମୁଖ୍ୟ ସ୍ଥାନ ଦଖଲ କରିଛି ବୋଲି ସ୍ୱୀକାର କରି କାର୍ଯ୍ୟ କରିବାକୁ ପଡ଼ିବ। ଦେଶଗୁଡ଼ିକର ଆଧାର କୁହାଯାଉଥିବା ଆର୍ଥିକ ବିକାଶ ଠାରୁ ଆଉ କିଛି ଅଧିକ ଦାବି ହୋଇପାରିବ ନାହିଁ। ଏଣୁ କେହି ବି ବିଜନେସରେ ଥିବା ସମସ୍ୟା ଓ ଅସମାନତାକୁ ଅଣଦେଖା କରିବା ଉଚିତ ନୁହେଁ। ସାମାଜିକ ମୂଲ୍ୟବୋଧ ସହ ସମାନ ଭାବେ ରହିନଥିବା ବିଜନେସ୍ ଏବେ ବିପଦରେ ଗତି କରୁଛି। ମାନେ ବିଜନେସରେ ଅସମାନତା ହେବା ଏକ ଗୁରୁତ୍ୱପୂର୍ଣ୍ଣ ବିପଦକୁ ସାମ୍ନା କରିବା ସହିତ ସମାନ। ତେଣୁକରି ଯେତେ ଶୀଘ୍ର ସମ୍ଭବ ଏ ବିଜନେସରେ ଅସମାନତା ମାନେ କି ଏକଚାଟିଆ ମନୋଭାବ ପୋଷଣ କରୁଥିବା ରାଷ୍ଟ୍ରଗୁଡ଼ିକୁ ସଚେତ ହୋଇ ବା କୌଣସି ବ୍ୟକ୍ତି ବିଶେଷ ବା ଶିଳ୍ପ ବା ସଂସ୍ଥାକୁ ସଚେତନ ହୋଇ ଏସବୁରେ ସମାନତା ଆଣିବା ଉଚିତ।